ଘରେ ଥାନ୍ତି ନା, ମତେ ଏମିତି ଫିଲ୍ ହେଇଥାନ୍ତା ଯେମିତି ସନ୍ଧ୍ୟା ଏବେ, କାହିଁକିନା ସବୁ ନର୍ମାଲ, ଏଇ କଣ ନଥିବ ଏକା ତ ବସିଥିବ ଭୂତ ଭଳିଆ ଆଉ କଣ ସେ ରୁମ ରେ ହବ। ବାକି ମାନେ ଘରେ ରହିଲେ ଯେମିତି ଫିଲ୍ ହଉଛି ଯେମିତି ରାତି 10ଟା ତ ନୁହେଁ ରାତି 1 ପରେ ହେଇଗଲାଣି ଏମିତି ଫିଲ୍ ହଉଛି କି ମାନେ ଖାଲି ଘରେ ନୁହଁ, ଇଭେନ୍ ତ ଚତୁର୍ପାର୍ଶ୍ୱରେ ଯୋଉମାନେ ବି ପଡୋଶୀ ସବୁ ଅଛନ୍ତି ସେମାନେ ବି ସବୁ 8ଟା ରାତିରୁ ଶୀତ ଦିନ ଶୋଇ ପଡୁଛନ୍ତି, ତ କେମିତି ଫିଲ୍ ହଉଥିବ ଏବେ ବୁଝିପାରୁଥିବେ। ବାସ୍ ଖାଲି କୁକୁର ମଝିରେ ମଝିରେ ଭୁକୁଛି, ଦ୍ୟାଟ୍ ମିନ୍ସ ସିମ୍ପଲ ଏମିତି ଫିଲ୍ ହଉଛି ରାତି 12:30। ବାସ୍ ସେଥିପାଇଁ ଆପଣମାନେ ବି ମୋଷ୍ଟ ଅଫ ଦ ଷ୍ଟୁଡେଣ୍ଟ ଦୋଜ୍ ଆର୍ ପ୍ରେଜେଣ୍ଟ ହିୟର ଡେଫିନେଟଲି ଦେ ଆର୍ ବିଲଙ୍ଗିଂ ଫ୍ରମ୍ ଭିଲେଜ ବା କଣ୍ଟ୍ରି ସାଇଡ୍, ତ ସେମାନଙ୍କୁ ବି ସେଇଭଳିଆ ଫିଲ୍ ହଉଥିବ ନା ଭାଇ କି ଭାଇ ଏତେ ରାତିରେ କିଏ କିମ୍ବା ତମ ଘର ଲୋକ ଡେଫିନେଟଲି କହୁଥିବେ, ଡେଫିନେଟଲି କିଏ ନା କିଏ ଘରେ କହୁଥିବେ କୋଉ ମାଷ୍ଟରଟା ସିଏ ଅଛି ରାତି ଅଧରେ ପଢଉଛି, ଏଇ କଥା ତ କିଏ ନା କିଏ କେବେ ନା କେବେ କହୁଥିବେ ପକ୍କା, କହୁନାହାନ୍ତି? ନିଶ୍ଚିତ ଟିକେ କହୁଥିବେ ଯେ ଏମିତି କୋଉ ମାଷ୍ଟର ସେ ରାତି ଅଧରେ ପଢଉଛି ଯେ, ସେ ନିଶ୍ଚିତ କହୁଥିବେ। ଓ କହିଲେ କଣ ହବ, କରିବାକୁ ତ ପଡିବ ଆଉ କଣ କରିବା। କାହିଁକି ନା ରାତି କଣ ଦିନ କଣ, ଆମେ ଆଉ ତ ଏଠି 10ମ ଶ୍ରେଣୀ ପରୀକ୍ଷା +2 ପରୀକ୍ଷା ଦଉନେ, ଆମେ ବର୍ତ୍ତମାନ ମହାସମୁଦ୍ରରେ ପହଁରୁଛେ। 10ମ +2 ଗ୍ରାଜୁଏସନ ଏସବୁ ଆମ ପାଇଁ ସିମ୍ପ୍ଲିଫାଏଡ ହେଇଯାଇଥାଏ, ଏଇ ଟପିକ ଭିତରେ ଆସେସମେଣ୍ଟ ହେଇଯାଇଥିବ ପଢିବା, ତ ଇଏ ତ ମହାସମୁଦ୍ର, ତ ଏଠି ତ ପହଁରିବାକୁ ହେଲେ ସେଇଭଳିଆ ଏଫର୍ଟସ ତ ଦବାକୁ ହିଁ ପଡିବ। ତ ଏନିୱେ ସୋ ଆମେ ଷ୍ଟାର୍ଟ କରିବା। ଆମେ କୋଉ ଯାଏଁ ପଢିଥିଲେ ପିଲେ ମନେ ପକେଇଦବ, ମୁଁ ଆଗେ ଗପ କହିବା ଆଗେ ତମକୁ, ରୁହ ଶୁଣ ସମସ୍ତେ ଶୋଇବନି, ଗପ ଶୁଣୁ ଶୁଣୁ, ମୁଁ ଜାଣିଛି ରାତିରେ ଖାଇ ପିଇ ଦେଲା ପରେ ଏଇଭଳିଆ କ୍ଲାସ କଲେ ନିଦ ମାଡେ, କିନ୍ତୁ ଏମିତି ବି ନୁହଁ କି ମାନେ ଶୋଇ ପଡିବ, ମାନେ ରାତିରେ ଆଡେ କ୍ଲାସ ଚାଲିଥିବ ଶୋଇ ପଡିଥିବ। ଆଗେ ଆମେ କହିଦିଏ ଆମର କୋଉ ଯାଏଁ ଯାଇଥିଲା ଷ୍ଟୋରିଟା, ଆମର ଇଲତୁତମିଶ ଥିଲା ନା, ଆଜ୍ଞା ତାହେଲେ ଆଇ ଶୁଣିଲା ବେଳେ ଶୋଇ ପଡିଥିବ, ମୁଁ ଆଡେ ଗପୁଥିବି ଆଉ। ତାହେଲେ ଏ ବାନାନା ଶୋଇନ କି? ହଉ ଏଇ ସମସ୍ତେ ଶୋଇପଡୁଛନ୍ତି, ବଟ୍ ଆମର ଜଣେ ଶୋଇନାହାନ୍ତି, ତାଙ୍କ ନାଁ ହଉଛି ବାନାନା ହେଲା। ମାନେ ବୁଝିପାରୁଛ ତାଙ୍କ ନାଁ, ମୁଁ ଦେଇଛି ବାନାନା କଦଳୀ ହେଲା। ହଁ ତାଙ୍କ ନାଁ ବାନାନା ଆକ୍ଚୁଆଲି, ବାନାନା ଇନ୍ ଦ ସେନ୍ସ ହ୍ୱାଟ, ତାଙ୍କ ନାଁ ହଉଛି ବନି ନାନା, ବନାନା 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 ବାନାନା ହେଇଗଲା। ମୁଁ କଣ କରିବାରେ ଜାଣିଥିବ ଏକ୍ସପର୍ଟ। ଏ ବାନାନା, ତାଙ୍କ ବଡ ଝିଅ ନାଁ ହଉଛି କାକେରା, ତାକୁ ମୁଁ କାକୁଲି ଡାକେ, ଆଉ ସାନ ଝିଅ ନାଁ ପୁକୁଲି, ମୋ ଝିଅ ନାଁ ଟୁକୁଲି। ପଖାଳ, ଡେମ୍ଫ, ଡାଙ୍ଗ, ଗୋଟେ ଅଛି ପିଲାମାନେ 24 ଘଣ୍ଟା ବୁଲିବ, 24 ଘଣ୍ଟା ବୁଲୁଥିବ, ତା ନାଁ ଧୂମକେତୁ, ନାଁ ଦେଇଛି। ତ ଏଇଠି ଦେଖିଥିବ ଆଉ 10 ମିନିଟ୍ ପରେ ଆଉ ଗୋଟେ ସେଠି ଛକରେ ବୁଲିବନି, ଆଉ 15 ମିନିଟ୍ ପରେ ସେ ବଜାରରେ ବୁଲୁଥିବ, 10 ମିନିଟ୍ ପରେ କାହା ବାଡି ପଛରେ ସେ ବସିଥିବ, ସେ ଯୋଉଠି ଦେଖିବ ସେ ସେଇଠି ସବୁବେଳେ ପ୍ରେଜେଣ୍ଟ, ତା ନାଁ ଧୂମକେତୁ ହେଲା। ହଉ ଚାଲ। ତ ମୁଁ କହିଦିଏ ଷ୍ଟୋରି, ମୁଁ ସ୍କ୍ରିନ୍ ସେୟାର କରୁନି, ବଟ୍ ମୁଁ ଆପଣଙ୍କୁ ଷ୍ଟୋରି କହିଦିଏ। ଦେଖନ୍ତୁ ଆମେ ଇଲତୁତମିଶ ଯାଏଁ ପଢି ଦେଇଥିଲା ଆଇ ଥିଙ୍କ ହେଲା, ତ ଯଦି ଆମେ ଦେଖିବା ତ ସ୍ଲେଭ ଡାଇନେଷ୍ଟି ଆମର ଚାଲିଥିଲା, ମୁଁ ଲେଖିଦେବି ବଟ୍ ଆପଣ କି ଶୁଣନ୍ତୁ। ତ ଆମେ ଇଲତୁତମିଶଙ୍କ ବିଷୟରେ ଆପଣ କୁତବୁଦ୍ଦିନ ଆଇବାକ ପଢିଲେ, କୁତବୁଦ୍ଦିନ ଆଇବାକଙ୍କ ପରେ ତାଙ୍କର ଯୋଉ ଥିଲେ କିଏ, ତାଙ୍କ ପରେ ଆସିଥିଲେ କିଏ ଆକ୍ଚୁଆଲି କହୁନାହାନ୍ତି, 1210 ରୁ କିଏ 8 ମାସ ପାଇଁ ହେଇଥିଲେ, 1210 ରୁ 1211 କିଏ ଥିଲେ? ଆରେ ଆରାମ ସାହା ହେଇଥିଲେ ନା, ସମସ୍ତେ ଆରାମରେ ଶୋଇଛନ୍ତି ନା ନାଇଁ, ଆରାମ ସାହା ହେଇଥିଲେ, ଠିକ ଅଛି। ତ ଆରାମ ସାହା ହେଇଥିଲେ, ଆଣ୍ଡ ତାଙ୍କ ପରେ ପିଲା ଆପଣଙ୍କର ଇଲତୁତମିଶ ହିଁ ଆସିଥିଲେ। ମୁଁ ଆପଣଙ୍କୁ ଇଲତୁତମିଶ ବିଷୟରେ ବହୁତ କିଛି କହିଥିଲି। ଇଲତୁତମିଶ ଯିଏକି ଇଏ ବି ଜଣେ ସ୍ଲେଭ ଥିଲେ, କାହାର ଆମେ ଡିସ୍କସନ କରିଥିଲେ, କୁତବୁଦ୍ଦିନ ଆଇବାକର ସ୍ଲେଭ ଥିଲେ, ବଟ୍ ପରବର୍ତ୍ତୀ ସମୟରେ ତାଙ୍କର ଜ୍ୱାଇଁ ହେଇଥିଲେ, ଠିକ ଅଛି। ସେ ସ୍ଲେଭ ଥିଲେ ବା ଜ୍ୱାଇଁ ଥିଲେ କୁତବୁଦ୍ଦିନ ଆଇବାକଙ୍କର, ୟାକୁ ମଧ୍ୟ ଆମେ ଡିସ୍କସନ କରିଥିଲେ ପିଲାମାନେ, ଏବଂ ସିଏ ମଧ୍ୟ ବାସ୍ତବରେ କୁହାଯାଏ ରିଏଲ ଫାଉଣ୍ଡର ଅଫ ସ୍ଲେଭ ଡାଇନେଷ୍ଟି, ଆଣ୍ଡ ଇଏ ପିଲା ଆପଣଙ୍କର ବହୁତ ମତଲବ କହିପାରିବେ କଣ, ଆମେ ପ୍ରଥମ ସୁଲତାନ ଥିଲେ, କାହିଁକି ନା ଆପଣ ଜାଣିଛନ୍ତି କୁତବୁଦ୍ଦିନ ଆଇବାକ ପ୍ରଥମ ସୁଲତାନ ନଥିଲେ, ତାକୁ ବି କାହିଁକି ମୁଁ ଏକ୍ସପ୍ଲେନ କରିଛି। ବାକି ଆଙ୍କ ସମୟରେ ଥାର୍ଡ ବ୍ୟାଟଲ ଅଫ ତେରାଇନ ବା ତୃତୀୟ ତିରୋରୀ ଯୁଦ୍ଧ ହେଇଥିଲା, ଆଣ୍ଡ ଆପଣ ଜାଣିଛନ୍ତି 1214 ରୁ 1215 କାହା କାହା ଭିତରେ ହେଇଥିଲା, ୟେଲଦୋଜ ଆଣ୍ଡ ଇଲତୁତମିଶଙ୍କ ଭିତରେ, ଆଣ୍ଡ ଇଲତୁତମିଶ ଜିତିଥିଲେ। ଆଣ୍ଡ ଆଙ୍କ ସମୟରେ ମଙ୍ଗୋଲିଆ ରୁଲର ଯୋଉ ଥିଲେ ଚେଙ୍ଗିଜ ଖାଁ, ଆଙ୍କର ସମୟରେ ମଙ୍ଗୋଲିଆନ ମାନେ କେତେ ଥର ଆଟାକ କରିଛନ୍ତି, ଆଗକୁ ବି ଆଟାକ କରିବେ, ବଟ ଆଙ୍କରି ସମୟରେ ମଙ୍ଗୋଲିଆନ ମାନେ ଆଟାକ କରିଥିଲେ ଭାରତ ଉପରେ। କୋଉଠି ଭାରତର କୋଉଠି ଆକ୍ରମଣ କରିଥିଲେ ନା
जो आपनकर सिंध सेपट जो मतलब सिंध एरिया जोड़ा माने एबे जो पाकिस्तान रो अछि सेही पट एरिया आक्रमण करथिले हैला एटा भी सेतले भारत रे थिला तो सेटा आक्रमण करथिले चेंगिस खान ठीक अछि अच्छा मुझे चेंगिस खान को रियल ना की कहि देलो ठीक काले हम गूगल कर पढ़थिले एनवन चेंगिस खान को रियल ना की कहि परिबे फटाफट कहि दियंतु ठीक तिमुरजिन मु एठे क्वेश्चन पचारुछि ता आपनको निद न लागू कहि तेमुजिन राइट तो ये हमें मध्य डिस्कशन करथिले बाकी जे देखिबा से दी प्रकार कॉइन मध्य प्रचलन करथिले इलतुतमिश गोटे कॉपर कॉइन एंड गोटे सिल्वर कॉइन राइट मते सिल्वर कॉइन को कोन कह जाउतला कि कहि परबे क्वेश्चन परीक्षा रे सिल्वर कॉइन कोन को आउतला टंका ए क्वेश्चन न कौन बनेगा करोड़पति रे पचरा आइतला हला कौन बनेगा करोड़पति के जण देखो को कोडा पचरा दिला हम कहि दे कौन बनेगा करोड़पति रे एरा पचरा जाय मन था हला 10 करोड़ ना कोन जा भी हो तो ये आपण आउ कॉपर को कोन कहतला प्लान कॉपर को कोन कह जाय जीतल कॉपर को जीतल तो जीतल कह जाय ये भी मध्ये हमें डिस्कशन करथिले ठीक अछि एंड मते दाल चालसा मते कोन कहि परिबे दाल चालसा जे कि एडमिनिस्ट्रेशन करा पे जो आपण को 40 जण नोबेल्स को नेकी बा 40 जण जो ज्ञानी गुणी को नेकी गोटे करा जाउतला ग्रुप ताको कहतला दाल चालसा ए जो दाल चालसा होतला ये एडमिनिस्ट्रेशन पूरा बुझुतला इलतुतमिश समय शासन प्रशासन केमती चलीबो तो सेमती बुझुतला दाल चालसा कहतला हां दाल चालसा कहउतला अच्छा हां जे दाल चालसा कथा कहे पिला माने अच्छा मते कोंतो दाल चालसा को मते आ गोटे नार हम जानथली कोन कहि पेरे पिला माने दाल चालसा को आ को नार जानथले तुर्कानी चहलगान हाँ तुर्कानी चाहलगानी ये चाहलगान लिखछन्ती तुर्कानी चाहलगान कहउतले आ एई तुर्कानी चाहलगान सबुटर इंपोर्टेंट किए थिले पिला माने सबुटर इंपोर्टेंट केना तांको विषय में आगु पढिबे गयासुद्दीन बलबन तो ये बलबन नाम मन रखिबे हम पढिबा बहुत मतलब इंपोर्टेंट गयासुद्दीन बलबन केना एमति गोटे दिन आसीबो ये गयासुद्दीन बलबन भी राजा हबो ये किंतु पिला माने एक्चुअली ताल चालचार गोटे पार्ट थिबो बट ये एमति सिचुएशन आसीबो याको निजको ही राजा पड़े मागो कहबी जा भी हो तो ये पिला ने हम गोटे इक्ता सिस्टम मध्ये स्टार्ट करथिले आपण भी जानचंती इक्तार हेड को इक्तादार कहउतला परवर्ती समय मध्ये ये सिस्टम को अबॉलिश करथिले खिलिज अलाउद्दीन खिलजी आको मध्ये डिस्कशन हमें करथिले पिला ने ठीक अछि तले हमें फाइनल देखथिले आंको पुओ की थिले पिला ने एनवन आंको परे ये केबे मरथिले ते मते कहि दियो मतलब मो कहते इलतुतमिश केबे मरथिले 1236 ता पूर्व से कोन डिक्लेयर करथिले काहा को करिए बेली राजा बा तांको परे दिल्ली रो मुख्य बा राजा की राजा गदर की बसे बेली कहिथिले डिक्लेयर की करथिले रेजिया सुल्तान काइन तांको पुओ माने एते योग्य नथिले कैपेबल नथिले चारटा पुओ थिले बट तांको पुओ माने एते कैपेबल नथिले राइट तो सेथि पिला माने सी कहउथिले कि मो परे मो झियो रेजिया सुल्तान पिला माने आपण मानकर कोन हबो ना राजा हबो मु टिके एठु रेजिया सुल्तान न गप स्टार्ट करूची तापर हमें लिखिबा ना एबे टिके सुनो ध्यान से जेमिति पिला माने मरीची बुढ़ा मतलब इलतुतमिश 1236 रे हेला कोन पिला माने ना रेजिया सुल्तान हबा कथा राजा रेजिया सुल्तान जतो राजा हो भाउची सेही समय रे तार जने पुओ मतलब इलतुतमिश रो गोटिए पुओ बा फर्स्ट एंड ओनली मुस्लिम रूलर आमे कहि बेले कि जो सॉरी ता ना कोनटा थिला मो हां कोटी मत्र पुओ जहा को रुकुद्दीन फिरोज शाह कहती रुकुद्दीन फिरोज शाह ध्यान सुनो आपण माने कमेंट करंतुनी डिस्ट्रैक्शन हो मु गप्प कहला बेले ध्यान से सुनंतु हला कहि सेला आपण माने कहबे नै जो रुकुद्दीन फिरोज शाह थिला ये कोन हला पिला माने ना हेला राजा है ना ये राजा हला नाजिया बा रेजिया कहला नाजिया को जे नाजिया नाही तो कहे मो ना हेल कहछ सर हला जी कहला पिला माने रेजिया कहला अरे ये की कथा तू काहे राजा हलु पापा तो मो ना कहि जाइथिला राजा ना ना तू कोन राजा कारण आपण भी जानचंती एबे भी इवन आपण अफगानिस्तान ने एबे कोन चलछ आपण जानचंती तालिबान असले दिनटू ताकर जियो पिला माने पाठ पढिबे मुह भी केई तार देखिबे घर भीतर रहबे जानछ ना नै पिला भगवान को डाकंतो आपण माने भारत रे अछंती भगवान को डाकंतो आपण माने भारत रे अछंती भगवान को धन्यवाद दियंतो आपण माने भारत वाला देश रे जन्म होचंती जानछ ना नै अफगानिस्तान जियो माने पाठ पढिया बंद तालिबान असले दिनटू से पाठ पढि बंद घर भी बाहर परिबे मत केक हला घर भीतर ही रहबे जदि आपण बाहर गसे ठिया हानि देबे सेठी एमती रूल है है जहाँ भी हो तो पाठ पढ़िया तो दूर कथा मुह देख चली पार तो ये पिला माने गोटे मुस्लिम धर्म आगुरी अच्छी पिला माने कि आपण मैंने कौन करेंगे पिला माने ना झील एटा आम धर्म भी थिला तमे खाली मुस्लिम धर्म भाबनी आम धर्म रे आज आमे टिके मतलब ब्रॉड माइंडेड हेलेनी तो किंतु सेते बेले आम भी थिला झील मानू को नॉर्मली आमे सही भलिया देखुना इम्प्योर भेली भाबू तांको आमे तेणुक आम से भल कम ये करना तो सहज एठी पिला जिते रेजिया सुल्तान कहला अरे बापा तो कही जाइए मुझे भी बापा डिक्लेयर भी करते तू केमती जाऊछु
ନା ଇଏ କହିଲା ଆମ ଧର୍ମରେ ଝିଅକୁ କିଏ ପଚାରିବ। ବା ତା ଛଡା ଯୋଉମାନେ ବି ଆପଣଙ୍କର ଇଲତୁତମିଶର ଯୋଉମାନେ ସବୁ ଥିଲେ ମନ୍ତ୍ରୀ ପରିଷଦ ଯୋଉମାନେ ବି ଥିଲେ ସେମାନେ ଶିଖେଇ ତା ପୁଅ କହିଲେ ଦେଖେ ସିଏ ଝିଅଟା ଯେତେବେଳେ ରାଜା ଥିଲେ ବୋଲି ଆମେ ଖାଲି କହିଦେଲୁ ହଁ ମାରିଦେଲୁ, ନହେଲେ ଝିଅଟା କଣ ଆମକୁ ଶାସନ କରିବ ବା ଝିଅଟା ରାଜଗାଦିରେ ବସିବ ଆଉ ଆମେ ଝିଅଟାର କଥା ମନ୍ତ୍ରୀ ପରିଷଦ ହେଇକି ତା ଅଣ୍ଡରରେ କାମ କରିବୁ। ଛି, ଏଭଳି ଆମର ଚାକିରି ଦରକାର ନାହିଁ, ଏଭଳିଆ କୋର୍ଟରେ ଆମେ କେବେ ବି କାମ କରିପାରିବୁନୁ। ତେଣୁକରି ବେଟର ହବ ତୁ ରାଜା ହଉ, ତୁ ପୁଅଟେ ରାଜା ହଉ। ଏଇ କଥା ଶୁଣିକି ପିଲାମାନେ ସିଏ ଯୋଉ ଆପଣଙ୍କ ଥିଲା ଆପଣଙ୍କର କଣ ନା ଯୋଉ ରୁକୁଦ୍ଦିନ ଫିରୋଜ ଶାହ ଥିଲା ତାକୁ ହିଁ ପିଲାମାନେ ରାଜଗାଦିରେ ବସାଗଲା। କିନ୍ତୁ ଇଏ କଥା ପିଲାମାନେ ଭାରି ବାଧିଲା ରେଜିଆ ସୁଲତାନ। ରେଜିଆ ସୁଲତାନ ସେତେବେଳେ ବେଗମ ରେଜିଆ। ବେଗମ ରେଜିଆ କଣ କଲା, ସେଠୁ ଦିଲ୍ଲୀର ପ୍ରତ୍ୟେକ ଘର ଘର ଯାଇ ବୁଲିଲା। ଏଟା ଗପ ବି ଟିକେ ପଞ୍ଚ କରୁଛି ତାକି ମନେ ରହିବ। ଦିଲ୍ଲୀର ଜନତାଙ୍କ ପାଖକୁ ଗଲା ଏବଂ ଘର ଘର ବୁଲିକି କଣ କହିଲା, ଭିକ୍ଷା ମାଗିଲା ବେଳେ ମାଗିଲା, କହିଲା ଦେଖ ମୁଁ କେମିତି ମତେ ରାଜଗାଦିରୁ କେମିତି ବାପା ମତେ ଡିକ୍ଲେୟାର କରି ଯାଇଥିଲା, ଇଏ କେମିତି ମତେ। ତେଣୁକରି ଲୋକମାନଙ୍କ ଭିତରେ ଗୋଟେ ବିଦ୍ରୋହ ଷ୍ଟାର୍ଟ ହେଲା କି ନାଇଁ ରେଜିଆକୁ କରାଯାଉ କଣ ନା ଆପଣଙ୍କର ସୁଲତାନ। ତେଣୁକରି ଫାଇନାଲି ପିଲାମାନେ ରେଜିଆଙ୍କର ଏଇ ଯୋଉ ଲୋକଙ୍କର ପ୍ରେସର ରହିଲା, ସାଧାରଣ ଲୋକମାନେ ପୁରା ଡିମାଣ୍ଡ କଲେ ଜିନ୍ଦାବାଦ, ଯେମିତି ଷ୍ଟ୍ରାଇକ କଲା ଭଳିଆ ଲୋକ ପ୍ରତିଟି ଘର ଘରେ ପ୍ରତିଟି ମୁହଁରେ ହେଲା ନାହିଁ କି ଏହା ଧୋକା ତ ହେଇଛି ରେଜିଆଙ୍କ ପ୍ରତି, ରେଜିଆକୁ କରାଯାଉ ପିଲାମାନେ କଣ ନା ସୁଲତାନ। ତ ଫାଇନାଲି ପିଲାମାନେ ରେଜିଆକୁ ପିଲାମାନେ ଆପଣଙ୍କର କରାଗଲା ପିଲାମାନେ କଣ ନା ଆପଣଙ୍କର ରାଜଗାଦିରେ ବସାଗଲା। ଯେତେବେଳେ ରେଜିଆକୁ ରାଜଗାଦିରେ ବସେଇ ଦିଆଗଲା ସିଏ ହେଇଗଲା ପିଲାମାନେ କଣ ପ୍ରଥମ ଫାଷ୍ଟ ଏବଂ ଓନ୍ଲି ମୁସଲିମ ଫିମେଲ ରୁଲର ଅଫ ଦିଲ୍ଲୀ। ଦିଲ୍ଲୀର ପ୍ରଥମ ଏବଂ କେବଳ ମୁସଲିମ ରୁଲର ସେ ଟାଇମରେ ସିଏ ହେଇଥିଲା ପିଲାମାନେ, ମୁସଲମାନ ମାନଙ୍କ ଝିଅ ଯିଏକି ରେଜିଆ ସୁଲତାନ ହେଲା। ତେଣୁକରି ଯେତେବେଳେ ରେଜିଆ ସୁଲତାନ ଆସିଲା କହିଲା ମତେ କାହିଁକି କରାଯାଉଥିଲା, ମତେ ଏତେ ବନ୍ଦ କରାଯାଉଥିଲା, ସିଏ ଜାଣିବାକୁ ପାଇଲା କି ଭାଇ ଏ ପର୍ଦା ସିଷ୍ଟମ ହଟେଇବାକୁ ପଡେ। ପର୍ଦା କଣ, ଯେ ଝିଅ ପିଲାମାନେ ଯୋଉ ତାଙ୍କର ମୁସଲମାନ କଳା କଣ ସେଟା କହନ୍ତି ପିନ୍ଧିକି ସବୁବେଳେ ଯିବେ, କେହି କାହା ମୁହଁ ଦେଖିବେନି, ଲୁଚିକି ରହିବେ, ଏଇ ଯୋଉ ସିଷ୍ଟମ ଟାକୁ। ତେଣୁ ସେ ଆଗେ ଆସିଲା କହିଲା ଏ ସିଷ୍ଟମ ଆଜିଠୁ ଦିଲ୍ଲୀରୁ ଖତମ, ସମସ୍ତେ ଆରାମସେ ଚଳିବେ। ଏମିତି କି ପୁଅ ମାନେ ମଧ୍ୟ ହଁ ବୁର୍ଖା ଯୋଉଟା କହନ୍ତି ରାଇଟ ବୁର୍ଖା, ସେ ଯୋଉ ବୁର୍ଖା ପିନ୍ଧିକି ଆପଣ ମାନଙ୍କର କେହି ରହିବେ ନାହିଁ, ଇଏ କାମ କଲା। ଏବଂ ତାପରେ କହିଲା ଦେଖ ମୁଁ ବି ଗୋଟେ ଝିଅ, ମୁଁ ହଉଛି ରେଜିଆ ବେଗମ ରେଜିଆ, କିନ୍ତୁ ମୋ ନାଁ ହଉଛି ରେଜିଆ ସୁଲତାନ। ସମସ୍ତେ କହିଲେ ୟାର, ଯୋଉମାନେ ତାର ବିରୋଧୀ ଥିଲେ ସେଇ ରାଜ ଦରବାର ଭିତରେ କହିଲେ ୟାର ଦେଖୁନ ଆପଣ ଜାଣିଛନ୍ତି କୋଉ ଭଳିଆ କଥା, ଇଏ ଗୋଟେ ଝିଅଟା ନିଜକୁ ସୁଲତାନ କହୁଛି, ଫିର ବି ସେ କହିଲା ନା ମୁଁ ହଉଛି ସୁଲତାନ। ପୁରା କାପାବଲ ଥିଲା, ପୁରା ଶକ୍ତି ଥିଲା। ଗୋଟେ ପୁଅ ପିଲା ରାଜାର ଯେତିକି ଗୁଣ ଥିଲା ତାଠୁ ଫାର ବେଟର ଅଧିକ ଗୁଣ ଥିଲା କାହା ପାଖରେ ପିଲାମାନେ ନା ରେଜିଆ ସୁଲତାନ ପାଖରେ। ଫିର ବି ଇଏ ସମାଜ ସେ ସମୟର କିଛିଟା ଖଳ ପ୍ରକୃତିର ଲୋକ ରେଜିଆକୁ ରାଜା ବେଲି ବା ସୁଲତାନ ବେଲି ମାନିବାକୁ ପୁରା ଅରାଜି ଥିଲେ। କାହିଁକି, ଗୋଟିଏ କାରଣ ପାଇଁ, କାରଣ ସେ ଜଣେ ଝିଅ ଥିଲେ। ଏବଂ ସେ ଯେତେବେଳେ ପର୍ଦା ସିଷ୍ଟମ ହଟେଇଲେ ଏବଂ ସିଏ ମଧ୍ୟ କଣ କଲେ ଜେଣ୍ଟସ ଗାର୍ମେଣ୍ଟସ ବା ମେଲ ମାନଙ୍କର ଗାର୍ମେଣ୍ଟସ ମଧ୍ୟ ସେ ନିଜେ ପିନ୍ଧିଲେ, ଜିନ୍ସ ପ୍ୟାଣ୍ଟ କି କଣ ପିନ୍ଧିବେ ମୁଁ ଜାଣିନି, ପୁଅ ପିଲା ଯୋଉ ଭଳିଆ ବେଶଭୂଷା ଧରନ୍ତି ସେ ମଧ୍ୟ ସେଇଭଳିଆ ବେଶଭୂଷା ଧରିଲେ। ଏବଂ ଆହୁରି ଏହା ଝଟକା ଲାଗିଲା କାହାକୁ, ତାର ବିରୋଧୀ ମାନଙ୍କୁ। ୟାର ଦେଖ ଉଗୁରୀ ଚଣ୍ଡୀ ଭଳିଆ କେମିତି ପୁଅ ପିଲା ଭଳିଆ ବୁଲିଲାଣି। ଆହୁରି ପିଲାମାନେ ଏବଂ ଆପଣ ମାନେ କହିଲେ ପିଲାମାନେ ଆଇତିଜିନ ଜଣେ ଥିଲେ ପିଲାମାନେ, ସେ ଏଇଠି ପିଲାମାନେ ଆପଣ କଣ ହେଲା ନା ତ ଏଇଠି ପିଲାମାନେ ଆପଣଙ୍କ କଥା ହେଲା ସିଏ, କିନ୍ତୁ ମଜା କଥା ହେଲା ପିଲାମାନେ କଣ ଗୋଟିଏ ଜାଗାରେ ପିଲାମାନେ ଆମର ଭୁଲ କରିଦବ କିଏ ନା ରେଜିଆ ସୁଲତାନ। କଣ ରେଜିଆ ସୁଲତାନ ଭୁଲ କରିଦବ ନା, ରେଜିଆ ସୁଲତାନ ପିଲାମାନେ ଜଣକୁ ଲଭ କରୁଥିବ, ପିଲାମାନେ ଜଣକୁ ଲଭ କରୁଥିବ, ତା ନା ପିଲାମାନେ ଆପଣଙ୍କ ଥିବ କଣ ଅଲତୁନିଆ। ଟିକେ ବୁଝନ୍ତୁ ଏଠି ଲଭ ଟ୍ରାୟାଙ୍ଗେଲ। ଛୋଟ ବେଳୁ ପୁରା ଛୋଟ ବେଳୁ ପିଲାମାନେ ତାର ଜଣେ ଥିବ ଫ୍ରେଣ୍ଡ ଯାହାକୁ ସେ ବହୁତ ଭଲ ପାଉଥିବ ଏବଂ ତାକୁ ମ୍ୟାରେଜ କରିବ ବୋଲି ସେ ଭାବିଥିବ ବଡ ହେଲେ, ତା ନାଁ ଥିଲା ଅଲତୁନିଆ। ସେ ତାକୁ ଅଲତୁନିଆକୁ ଭଲ ପାଉଥିଲା ଛୋଟ ବେଳୁ, ତେଣୁକୁ ତାଙ୍କୁ ମ୍ୟାରେଜ କରିବ। ତେଣୁକୁ ଯେତେବେଳେ ସିଏ ନିଜେ ରାଜା ହେଲା, ଅଲତୁନିଆକୁ କହିଲା କଣ ଦେଖ ତମେ ତ ମୋର ହଁ ଚାଇଲ୍ଡହୁଡ ଧନ ସେଇଭଳିଆ କହିପାରିବା, ତ ଚାଇଲ୍ଡହୁଡ ଧନ ଥିଲା। ତ ଅଲତୁନିଆକୁ କହିଲା ଦେଖେ ତୁ ତ ମୋ ଛୋଟ ବେଳୁ ଭଲ ପାଉଛୁ, ମୁଁ ବି ତ ଛୋଟ ବେଳୁ ଭଲ ପାଉଛି, ତୁ କେମିତି ଏମିତି ରହିବୁ, ଗୋଟେ କାମ କର ତୁ ତତେ ମୁଁ ଭଟିଣ୍ଡା ପଠେଇ ଦଉଛି, ପଞ୍ଜାବର ଭଟିଣ୍ଡା। ତୁ ଯା, କାହିଁକିନା ପଞ୍ଜାବର ଭଟିଣ୍ଡା ବି ସେଇ ତାରି ଅଣ୍ଡର ଆସୁଥିଲା। ଆଉ ମୁଁ ତ ରାଜା, ଆଉ ତୋ ସ୍ତ୍ରୀ ଭବିଷ୍ୟତରେ ହେବି, ଆଉ ତୁ ତ ମୋର ହଜବେଣ୍ଡ ହବୁ, ତୋର ଟେନସନ କଣ। ତୁ ଗୋଟେ କାମ କର, ତୁ ଭଟିଣ୍ଡା ଯା, ଭଟିଣ୍ଡାରେ ଯାଇକି ସେଠି ତୁ କଣ ନା କଣ କରିଥାଉ ଇକ୍ତାଦାର କରିଦେଲା। ଇକ୍ତାଦାର ମାନେ ବୁଝୁଛନ୍ତି ତ, ଲ୍ୟାଣ୍ଡ ସେ ଏରିଆର ମୁଖିଆ ଭଳିଆ କରିଦେଲା। କହିଲା ତୁ ଯା, ତତେ ମୁଁ ସେଇଠି ଆପଏଣ୍ଟ କଲି, ତୁ ସେଇଠି ଥା, ମ୍ୟାରେଜ ହେଲା ବେଳେ ତୁ ଆସିବୁ, ମ୍ୟାରେଜ କରିବା ଆମେ ଆଉ। କିନ୍ତୁ ପିଲାମାନେ ଯେମିତି ପିଲାମାନେ କ୍ଲିଅର ଆକାଶରେ କଳା ମେଘ ହାଣ୍ଡିଆ ଘୋରେଇ ଆସେ ବେଳେ ବେଳେ, ତ ସେମିତି ପିଲାମାନେ କଣ ନା ରେଜିଆ ସୁଲତାନ ଜୀବନରେ ଆଉ ଜଣେ ପୁଅ ଆସିଗଲେ। କିଏ ନା ସିଏ ଥିଲେ ୟାକୁଟ ଖାନ।
କଣ ପିଲାମାନେ ୟାକୁଟ ଖାନ। ଯୋଉ ୟାକୁଟ ଖାନ କି ପିଲାମାନେ ରେଜିଆ ସୁଲତାନର ଘୋଡା ଯୋଉ ଥିଲେ ସେତେବେଳେ ରାଜା ଘୋଡା, ସେ ଘୋଡାର କେୟାର ଟେକର ଥିଲେ। ଘୋଡାକୁ କେମିତି ଘୋଡାର ସେ ଝାଡା ସଫା କରିବା, ଘୋଡା ଗୋଡ ଫୋଡ ସବୁ ନାଲ ଫାଲ ସଫା କରିବା, ଘୋଡାକୁ ଖାଇବାକୁ ଦବା, ଦାନା ଦବା, ଏଇଭଳିଆ କାମ କରୁଥିଲା କିଏ? ୟାକୁଟ ଖାନ। କିନ୍ତୁ ପ୍ରେମ ତ ଅନ୍ଧ, ଆପଣ ଜାଣିଥିବେ ପ୍ରେମ ଅନ୍ଧ। ତେଣୁକରି ପ୍ରେମ କି ଦେଖେ ଉଚ୍ଚ ନୀଚ, ପ୍ରେମ କି ଦେଖେ ଜାତି ଭେଦ, ପ୍ରେମ କି ଦେଖେ ରାଜା ଆଉ ପ୍ରଜା। ତେଣୁକରି ଇଏ ୟାକୁଟୁ କଣ କଲା, ଲାଇନ ମାରିବା ଆରମ୍ଭ କରିଦେଲା ରେଜିଆକୁ। ରେଜିଆ ଶତ ଚେଷ୍ଟା କଲା ପରେ ମଧ୍ୟ ଫିର ବି ଧୀରେ 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 ୟାକୁଟର ପ୍ରେମରେ ପଡିଗଲେ କିଏ? ନା ରେଜିଆ ସୁଲତାନ। ଆପଣ ସାର୍ ବିଚରା ଅଲତୁନିଆ ସାଡେ ବଇଛି କଣ ଇକ୍ତାଦାର ହେଇକି ଭଟିଣ୍ଡା ପଞ୍ଜାବରେ, ହଁ ନା ନାଇଁ? ବୁଝିପାରୁଛନ୍ତି ମୋ କଥା? ବୁଝିପାରୁଛନ୍ତି ମୋ କଥା? ତ ଇଏ କଥା ପିଲାମାନେ କଣ ହେଲା, ଯେତେବେଳେ ପିଲାମାନେ ଚାଲିଲା ପ୍ରେମ ଆଙ୍କର ଚାଲିଲା, ତ ୟାକୁଟକୁ କହିଲା ଦେଖ ସବୁ ଆହୁରି କଥାବାର୍ତ୍ତା ହେଲେ, ଆହୁରି କଥାବାର୍ତ୍ତା ହେଲେ। ହଁ ଡବଲ ଦୋସାରେ ମଜା, ହଁ ଡବଲ ଡୋଜ। ଶୁଣ ଏବେ କଣ ହଉଛି ଡବଲ ଡୋଜ ର ମଜା, ଟିକେ ଶୁଣ ମୁଁ କହୁଛି ଏବେ, ଧ୍ୟାନ ସେ ଶୁଣ। ୟାକୁଟୁ ଖାନ ଗୋଟେ ଥିଲା କଣ, ଗୋଟେ ଘୋଡା ଗୋଡ ଝାଡା ମଳମୂତ୍ର ସଫା କରିବ, ଘୋଡା ଗୁହାଳ ସଫା କରିବ, ଘୋଡାର ଟିକେ ଟେକ ନବ। ସିଏ ପୁଣି ଭଲ ପାଉଛି ମହାରାଣୀକୁ ବା ପୁରା ସୁଲତାନ ରେଜିଆକୁ। ବେଟର ରେଜିଆ ବଦଳରେ ନାଜିଆ କହିଲେ ଠିକ ହନ୍ତା, ସେ ପାଟିରେ ସେଇ ନାଁ ହେଲେ ଆସୁଛି ହେଲା। ଆଉ ତ ସେ ରେଜିଆ ପିଲାମାନେ ପୁଣି ଭଲ ପାଉଛି ଗୋଟେ ଘୋଡା ଶାଳର ଗୋଟେ ଲୋକ। ସହଜେ ତ ରେଜିଆ ସୁଲତାନ ବିରୁଦ୍ଧରେ କେତେ କଥା, କେତେ ଲୋକ କହୁଛନ୍ତି କି ଅଣ୍ଡ୍ରି ଚଣ୍ଡି ଭଳିଆ ହଉଛି, ରାଜା ପୁଣି ନିଜକୁ କହି ହଉଛି ଗୋଟେ ଝିଅ ଟା, ପର୍ଦା ସିଷ୍ଟମ ହଉନି, କିଛି ନାହିଁ, ଏତେ କଥା ପୁଣି। ତ ଆହୁରି ପିଲାମାନେ ଜାଳେଣୀ ମାନେ ବୁଷ୍ଟ ମିଳିଲେ, ଯୋଉମାନେ ତାର ବିରୋଧୀ ଥିଲେ, କହିଲେ ହେଇରେ ଭଲ ପାଇଲାଣି ମୋ କାହାକୁ, ପୁଣି ଗୋଟେ ଘୋଡା ଜଗୁଆଳି ଘୋଡା କେଟକୁ। ଏ କଥା ଭାରି ବାଜିଲା କାହାକୁ? ନା ରେଜିଆକୁ। ରେଜିଆ କହିଲେ ଠିକ ଅଛି। ତ ୟାକୁଟ କୁ କହିଲା ୟାକୁଟ ଖାନ ଦେଖ ତୁ ବହୁତ ଛୋଟ କାମ କରୁଛୁ, ମୁଁ ତ ଗୋଟେ କାମ କରୁଛି, ମୁଁ ତ ରାଜା, ତତେ ମୁଁ ଟିକେ ଆଉ ଟିକେ ବଡ ପଦ ଦଉଛି। କଣ ତାକୁ ଅମିର ଇ ଅଖୌର କରିଦେଇଥିଲା। ଅମିର ଇ ଅଖୌର ମାନେ କଣ ମୁଁ ଲେଖିଦେବା ଆଗରେ ଖାଲି ଏତିକି ବୁଝନ୍ତୁ, ଯେତେ ବି ଘୋଡା ତାର ଥିଲା, ସେ ଘୋଡାକୁ ଯିଏ ବୁଝାଉଥିଲା ସବୁଠାରୁ ହେଡ ଯିଏ ଥିଲା, ତାକୁ ଘୋଡା ମାନଙ୍କର ଘୋଡାକୁ କେୟାର ଟେକର ଯେତେ ବି ଥିଲେ ତାର ହେଡ କରିଦେଲା ୟାକୁଟକୁ, ତାକି ଟିକେ ପ୍ରମୋସନ ପାଇଲା, ଲୋକ ଏତେ ଛୋଟ ନିଚ ଭାବରେ ଦେଖିବେ। ତ ଏଇ ଭିତରେ ପିଲାମାନେ ଏ କଥା କାହିଁକି କିଏ କହିଦେଇଛି, ପିଲାମାନେ ତାଙ୍କରି ଭିତରୁ ଯେହେତୁ ଖଳ ପ୍ରକୃତ ଲୋକ ଥିଲେ, ଯାଇକି ଅଲତୁନିଆକୁ ପଞ୍ଜାବ ଭଟିଣ୍ଡାରେ ଇଏ ଖବର ଜଣେ କିଏ ଦେଇଦେଇଛି ଆଉ, ନା ତୁ ଏଠି ବଇଛୁ, ଏଠି ସିଏ ନବରଙ୍ଗ ନାଟ କରୁଛି ସେ ୟାକୁଟୁ ସାଙ୍ଗରେ ହେଲା। ସେଇଠୁ ସାଙ୍ଗେ ସାଙ୍ଗେ ସେଇଠୁ ଯେତେବେଳେ ଅଲତୁନିଆ କଥା ଶୁଣିଲା, ସାଙ୍ଗେ ସାଙ୍ଗେ ଦୁଃଖ, ହ୍ୟୁମାନ ସାଗର ଗୀତ, ବିଚରା ମରିଗଲେଣି ବୋଧହୁଏ ସେତେବେଳେ ହ୍ୟୁମାନ ସାଗର ଭଳିଆ ଗୀତ ବୋଲୁଥିବ, ସାଙ୍ଗେ ସାଙ୍ଗେ ଗୀତ। ତ ଇଏ ଦୁଃଖର ପିଲାମାନେ ଭାଗିଲା, ତାକୁ ପୁଣି ଅଲତୁନିଆକୁ କିଏ କହିଲା, କହିଲା ଦେଖେ ଯାହା ହେଇଗଲା ହେଇଗଲା, ତୁ ପ୍ରତିଶୋଧ ନେ, କେତେ ଦିନ ମର୍ଦ ପୁଅଟା ତୁ ଏମିତି କାନ୍ଦିବୁ। ଅଲତୁନିଆ କହିଲା ଠିକ ଅଛି ଛାଡିବିନି। ଦେଖ ମୁଁ ମୁଁ ପିଲାମାନେ କଣ, ନା ମୁଁ ଥିଲି ଭଟିଣ୍ଡାର ସବୁଠୁ ମୁଖିଆ। ଭଟିଣ୍ଡା ଟା କାହା ଅଣ୍ଡର ଆସୁଥିଲା, ଟିକେ ଧ୍ୟାନ ଶୁଣ। ଭଟିଣ୍ଡା ଟା ଆସୁଥିଲା ରେଜିଆ ସୁଲତାନ ରାଜ୍ୟ ଅଣ୍ଡରରେ। ତ ଅଲତୁନିଆ ସେଇଠି କହିଲା, କହିଲା ଆଜିଠାରୁ ଭଟିଣ୍ଡା ରେଜିଆ ଅଣ୍ଡରରେ ଆସିବ ନାହିଁ। କାହିଁକି? ଇରେ କଣ ହେଲା? ଆସିବନି ତ, ଏ ଏରିଆରେ ମୁଁ ଅଛି ମାନେ ଏ ଏରିଆରେ ମୁଁ ରାଜା ହେବି। ସେ ରେଜିଆ ସୁଲତାନକୁ ଏ ଏରିଆରେ ପୁରେଇ ଦେବିନି। ପୁଣି ରେଜିଆ ପାଖରେ ଖବର ପହଞ୍ଚିଲା କଣ, ନା ତୋର ପୂର୍ବ ବୟଫ୍ରେଣ୍ଡ ଯାହାକୁ ତୁ କଥା ଦେଇଥିଲୁ, ତାକୁ ସେଠିକି ପଠେଇଥିଲୁ ଇକ୍ତାଦାର କରିକି, ସିଏ ଯେମିତି ଖବର ପାଇଲା ତୁ ଏଠି ୟାକୁଟୁ ଖାନକୁ ଭଲ ପାଉଛୁ, ସେ କହିଲା ଭଟିଣ୍ଡା ଏରିଆ ମୋର, ସେ ରେଜିଆ ସୁଲତାନକୁ ଏଠି ଲୋକ କେହି ମାନିବେନି। ରେଜିଆ କହିଲେ ଦେଖ ଭାଇ ଏ କଥା ଭୁଲ କଥା, ଭଲ ପାଇବା ବାଟରେ ରାଜକାମ ବାଟରେ ତୁ କେମିତି ମୋ ଏରିଆ ଟାକୁ କହୁଛୁ ତୋ ଏରିଆ, ଭଲ ପାଇଲିନି ବାହା ହେଲିନି ବୋଲି ଏଇଥିପାଇଁ ନା କଣ? ରେଜିଆ ଯେତେବେଳେ ପିଲାମାନେ କଣ କଲା, ନା ରାଗିଗଲା। ଆଉ ରେଜିଆ ରାଗିଲା, ଠିକ ଅଛି ଠିକ ଅଛି, ମାନେ ଅଲତୁନିଆ ଭଟିଣ୍ଡାରେ ଏମିତି କଲା, ଖାଲି ବିଦ୍ରୋହ କଲା, ଲୋକମାନଙ୍କୁ ଧରି ବିଦ୍ରୋହ କଲା ରେଜିଆ ବିରୁଦ୍ଧରେ ହେଲା। ତ ସେଇଠୁ ପିଲାମାନେ କଣ ହେଲା, ନା ରେଜିଆ କଣ କଲା, ୟାକୁଟକୁ ଧରିଲା, କହିଲା ଚାଲ ବାବୁ, ତ ସେ ଟୋକା ଛୋଟ ବେଳୁ ମୋ ପଛରେ ପଡିଥିଲା, ସେଠି ଭଟିଣ୍ଡାରେ ନବରଙ୍ଗ ହେଇ ତାକୁ ମାରିକି ତାକୁ ଆସିବା ଚାଲ। ଉଡୁପି ପିଲାମାନେ ପୁରା ଗରମ ହେଇକି ଥିଲା, କହିଲା ହଁ ପଳେଇ, ମୁଁ ତ ଘୋଡା ଜଗଳି, ମତେ କଣ କିଏ କରିବ। ତ ରେଜିଆର ତାର ବାହାରି ଗଲେ କିଛି ସୈନ୍ୟ ଧରିକି ଭଟିଣ୍ଡାକୁ, କି ଆମେ ସେ ଅଲତୁନିଆକୁ ମାରିବା, ସେ ଛୋଟ ବେଳର କିସ୍ସା ଖତମ କରିବା। ନା ହେଲା କଣ ପିଲାମାନେ, କିନ୍ତୁ ହେଲା ଓଲଟା। କଣ ଓଲଟା? ଅଲତୁନିଆ ତ ରାଗିକି ଥିଲା, ଅଲତୁନିଆ ନାଦି ଦେଇଗଲା ୟାକୁଟକୁ, ସେଇଠି ହାଣିକି ପକେଇଦେଲା। ଠିକ ଅଛି। ଆଉ ଅଲତୁନିଆକୁ ହାଣିଦେଲା ସେଇଆ ନୁହଁ, ଅଲତୁନିଆକୁ ହାଣିଲା ତ ହାଣିଲା, ରେଜିଆ କହିଲା କଣ ହେଲା, ଧୋକା ଦେଇକି ଯିବୁ, ଚାଲ ତୋ କଥା ବୁଝି, ତାକୁ ବାନ୍ଧିକି ନେଇ ଗୋଟେ ବନ୍ଦିଶାଳରେ ପକେଇଦେଲା ହେଲା। ରୁଟି ଗୁଡ ନେଇ ଖାଇବାକୁ ଦେଲା। ରେଜିଆ କହିଲା ମୁଁ ଗୋଟେ ରାଣୀ, ମତେ ରୁଟି ଗୁଡ ଦେବିନି, ଆଉ ତତେ କଣ ବିରିୟାନୀ ଚାଉମିନ ଦେବି?
ହଁ ଯେତିକି ମାରି ଖାଇଲୁ ଖାଲି ଛୋଟ ବେଳୁ ମତେ ଭଲ ପାଉଥିଲୁ ଏମିତି ମତେ କେଇଟା ଦିନ ମୁଁ ସେଠି ରହିଲିନି ଯେ ସାଙ୍ଗେ ସାଙ୍ଗେ ତୁ ସେ ୟାକୁଟୁ ଖାନ ସାଙ୍ଗରେ ତୋର ଲଭ୍ ହେଇଗଲା ତୋର। ଏଟା କୋଉ ଭଳିଆ କଥାବାର୍ତ୍ତା? ରେଜିଆ ସୁଲତାନକୁ ଗୋଟେ ବନ୍ଦିଶାଳା ଭିତରେ ଅକଥନୀୟ ନିର୍ଯାତନା ଦେଲା। କିନ୍ତୁ କଥାରେ ଅଛି ଯାହାକୁ ଆପଣ ଭଲ ପାଉଥିବେ ତା ଦୁଃଖ ଦେଖି ସହିପାରିବେନି। କଥାରେ ଅଛି ମୁଁ କହିପାରିବିନି ଭାଇ ଆଇ ଡୋଣ୍ଟ ନୋ। ଯାହାକୁ ତମେ ଭଲ ପାଉଥିବ ତା ଦୁଃଖ ଦେଖି ସହିପାରିବେନି ଯଦିଓ ସେ ଦୁଃଖ ଦଉ ବି ସତ୍ତ୍ୱେ। ତେଣୁକରି ଯେତେବେଳେ ପିଲାମାନେ ରେଜିଆ ସୁଲତାନ ଦୁଃଖ କଷ୍ଟ ଥିଲା କୋଉଠି ଏହାର ଫରକ ପଡୁଥିଲା କାହା ଉପରେ ନା ଅଲତୁନିଆ ଉପରେ। ଅଲତୁନିଆ ଲାଗୁଥିଲା यार ୟାକୁ ବି ଦିନେ ମୁଁ ଭଲ ପାଉଥିଲି। ଆଜି ବି ମୋ ମନରେ ସେ ରାଣୀ ନା କଣ ସବୁ କହନ୍ତି ସେ ଯୋଉ ଲଗାନ୍ତି ସବୁ ଆଡଜେକ୍ଟିଭ। ଆଜି ମନର ରାଣୀ ଯଦି ସେ ଭୁଲ କରିଥିଲା ଫିର ବି ସେ ଆଜି ବି ମୋ ମନର ରାଣୀ ଆଜି ବି ମୁଁ ତାକୁ ସେଇ ଭଲ ପାଉଛି ମାନେ ନାଇଁ। କିନ୍ତୁ କିନ୍ତୁ ଇଏ ସିନା ଚଣ୍ଡାଳୁନି ଏଇ କାମ କଲା କିନ୍ତୁ ଫିର ବି ସେଠୁ ଧୀରେ ଧୀରେ ବର୍ତ୍ତମାନ ଅଲତୁନିଆ କହିଲା ମତେ ଛାଡିଦେ ଅଲତୁନିଆ ସେ ୟାକୁଟ ତ ମଲାଣି ଗଲାଣି ଆଉ ଏବେ ତ ତୁ ହିଁ ମୋର ଆଉ ତୁ ହିଁ ତୁ ଆଉ କେହି ନାହାନ୍ତି। ସିଏ କହିଲା ଅଲତୁନିଆ କହିଲା ତୁ ଯୋଉ ଭଳିଆ କାମ କରିଛୁ ତତେ ଆଉ ଥରେ ଗ୍ରହଣ କରିବା ମୋ ପକ୍ଷେ ସମ୍ଭବ ନୁହଁ। ଡେଫିନେଟଲି ଆଉ ତତେ ଗ୍ରହଣ କରିବା ମୋ ପକ୍ଷେ ସମ୍ଭବ ନୁହଁ ଅଲତୁନିଆ କହିଲା। କିନ୍ତୁ ଇଏ ନାରୀ ମାୟା କୋଇ ନେଇ ପାୟା ଭାଇ ଖରାପ ଭାବିବେନି ଏଇଠି ଆକ୍ଚୁଆଲି ସତ କଥା ଏଇଟା। ବଟ ଇଏ କଣ କଲା ପିଲାନି ଏମିତି ବୋଲେ କିଛି କହିଲା କୋଉଠି ଇଏ ମଧ୍ୟ ଫସେଇବାକୁ ଚେଷ୍ଟା କଲା ଅଲତୁନିଆକୁ। ତ ଅଲତୁନିଆ କଣ କଲା ପିଲାନି ଧୀରେ ଧୀରେ ମଧ୍ୟ ମନର ଯୋଉ ରାଗ ଥିଲା କମିବାରେ ଲାଗିଲା ପିଲା କମିବାରେ ଲାଗିଲା। ବର୍ତ୍ତମାନ ରେଜିଆ କହିଲା ଦେଖ ତୁ ମତେ ଯାହା ହେଇଯାଇଛି ଭୁଲି ଯା ତୁ ମତେ ମ୍ୟାରେଜ କରିଯା ମୁଁ ଏବେ ଦିଲ୍ଲୀକୁ ଫେରିଯିବି। ଦିଲ୍ଲୀକୁ ଫେରିଗଲେ ଏ ସବୁ ପଞ୍ଜାବରେ ଥାଏ। ଦିଲ୍ଲୀକୁ ଆମେ ଚାଲ ଫେରିଯିବା ତ ତୁ ରାଜା ମୁଁ ରାଣୀ ହେଇକି ରହିବା ତ ଦିଲ୍ଲୀକୁ ଆମେ ଶାସନ କରିବା। ଏଠି ତୁ ମତେ ବନ୍ଦୀ କରିକି ଭଟିଣ୍ଡାରେ ରଖିକି ଲାଭ କଣ? ମତେ ମ୍ୟାରେଜ କରିଯା। ଇଏ ଭାବିଲା ଆରେ ସତ କଥା ତ ମୁଁ ଆକୁ ଏଠି ନ ପକେଇ ଇଏ ତ ଦିଲ୍ଲୀର ରାଜା ନା ତାକୁ ନେଇକି ମ୍ୟାରେଜ କରିକି ଦିଲ୍ଲୀରେ ଗଲେ ମୁଁ ବି ରାଜା ସିଏ ବି ରାଣୀ ଆମେ ଦି ଜଣ ବସିକି ଶାସନ କରିବୁ। ଏଠି ପକେଇ ଲାଭ କଣ ଅଛି? ତେଣୁକରି ଏଇ କଥା ଭାବିକି ପିଲାମାନେ ଅଲତୁନିଆ କଣ କଲା ଏଗେନ ପିଲାମାନେ ମ୍ୟାରେଜ କଲା କାହାକୁ ନା ମ୍ୟାରେଜ କରିଦେଲା ରେଜିଆକୁ। ସେଠୁ ଯଥା ରାବଣୀ ସମ୍ବନ୍ଧ ଧରି ଯଥା ଯାହା ବି ଯୋଉ ଆପଣଙ୍କର ପଠଗଲା। ବାହାଘର ଯେତେବେଳେ ସରିଲା ପିଲାମାନେ ଯେତେବେଳେ ବାହାଘର ସରିଲା ତ ସେମାନେ ବାହାରିଲେ କୋଉଠି ପିଲାମାନେ ଏବେ ଚାଲ ଆମର ତ ବାହାଘର ହେଇଗଲା ଏବେ ଆମେ ରିଟର୍ଣ କରିବା କୋଉଠି ଦିଲ୍ଲୀକୁ। ଦିଲ୍ଲୀ କି ଶାସନ କରିବା। ଯେମିତି ଖବର ପହଞ୍ଚିଲା ଦିଲ୍ଲୀକୁ କି ରେଜିଆ ପୁଣି ବାହା ହେଇକି ଆଉଛି ଅଲତୁନିଆକୁ ଦିଲ୍ଲୀକୁ ଫେରୁଛି ଆଉ ଦିଲ୍ଲୀ ଶାସନ କରିବ। ତ ଏକଥା ପିଲାମାନେ ଯୋଉମାନେ ତା ବିରୋଧୀ ମାନେ ଥିଲେ ପିଲାମାନେ ତାଙ୍କୁ ଲାଗିଲା 440 ଭୋଲ୍ଟର ଝଟକା। ତା ବିରୋଧୀ ମାନେ ଭାବିଥିଲେ କି ରେଜିଆ ଗଲା ୟାକୁଟ ଖାନ ମଲା ରେଜିଆକୁ ସିଆଡେ ଅଲତୁନିଆ ବାନ୍ଧିକି ରଖିଛି ସିଆଡେ ତାକୁ ମାରିଦବ ସେ କିସ୍ସା ଖତମ ଆଉ ରେଜିଆ ଦିଲ୍ଲୀକୁ ଫେରିବ ନାହିଁ ଏକଥା ଭାବିଥିଲେ ତା ବିରୋଧୀ ମାନେ। କିନ୍ତୁ ତା ବିରୋଧୀ ମାନେ ଯେତେବେଳେ ଜାଣିଲେ କି ନାଇଁ ରେ ଭାଇ ରେଜିଆ ପୁଣି ଫେରୁଛି ଦିଲ୍ଲୀ ପୁଣି ସାଙ୍ଗରେ ଆଣୁଛି କାହାକୁ ଅଲତୁନିଆକୁ ବାହା ହେଇକି ଆଉଛି। ତେଣୁ ଏମାନଙ୍କୁ ଲାଗିଲା କି ୟାର ଆମର ବର୍ତ୍ତମାନ ଦାନା ପାଣି ବିପଦରେ। ତେଣୁକରି ପିଲାମାନେ ସେମାନେ କଣ କଲେ ଜାଠ ମାନଙ୍କୁ ଯୋଉମାନେ ଭଡାଟିଆ ଗୁଣ୍ଡା ଜାଠ ମାନଙ୍କୁ ପୁରା ଫିଲ୍ମ ଷ୍ଟାଇଲ ପୁରା ଭଡାଟିଆ ଗୁଣ୍ଡାକୁ ପଠେଇଲେ କହିଲେ ଯାଅ ସେ ବାଟରେ ଆସୁଛନ୍ତି ତାକୁ ସେଇ ବାଟରେ ହିଁ ନେଇକି ପକେଇ ଦିଅ। ଆଣିକି ପକେଇଦିଅ ଯେମିତି ସେ ଦିଲ୍ଲୀ ନ ଆସି ପାରନ୍ତି। ଦିଲ୍ଲୀରେ ଯେମିତି ପାଦ ନ ପକେଇ ପାରନ୍ତି। ଜାଟ ମାନଙ୍କୁ ତା ବିରୋଧୀ ମାନେ ପଇସା ଦେଇଥିଲେ ତାଙ୍କର ଯୋଉମାନେ ଥିଲେ ତାଙ୍କୁ ଯୋଉମାନେ ନିନ୍ଦା କରୁଥିଲେ। ତେଣୁକରି ସେମାନେ ଫେରିଲା ବେଳେ ପିଲାମାନେ ଜାଟ ମାନେ ଗୋଟେ କଇଥଳ ବୋଲି ଗୋଟେ ଜାଗା ଅଛି ହରିୟାଣାର ସେଇ କଇଥଳ ଜାଗାରେ ପିଲାମାନେ ଦି ଜଣଙ୍କୁ ମାରିକି ପିଲାମାନେ ପକେଇଦେଲେ। ରେଜିଆ ସୁଲତାନକୁ ପିଲାମାନେ ସେଠି ମାରି ଦିଆଯାଇଥିଲା ବା ହତ୍ୟା କରିଦିଆଯାଇଥିଲା। ତ ରେଜିଆ ସୁଲତାନର କିସ୍ସା ଏଇଠି ଖତମ। ଆଜି ବି ପିଲାମାନେ କଇଥଳ ଯୋଉ ଆପଣଙ୍କର ଅଛି ପଞ୍ଜାବରେ ସେଇଠି ରେଜିଆ ସୁଲତାନର ଟମ୍ବ ମାନେ ତା ସମାଧି ଆଜି ବି ସେଇଠି ଅଛି। କ୍ଲିୟର ପିଲାମାନେ ଇଜ ଇଟ ଭାଇ ବୁଝିପାଇଲେ ସମସ୍ତ ଷ୍ଟୋରି ଲଭ ଟ୍ରାଆଙ୍ଗେଲ ବୁଝିପାଇଲେ ସମସ୍ତେ ବୁଝିପାଇଲେ। ମୁଁ ଏଇଆକୁ ଲେଖିବି ଗପ ଶୁଣିବାର ଆବଶ୍ୟକତା ଥିଲା ତାକି ଆପଣଙ୍କୁ ବୁଝା ପଡିଯାଉ କଣ ଷ୍ଟୋରି। ୟାକୁଟ ଅଲତୁନିଆ ୟେସ୍ ୟାକୁଟ ଅଲତୁନିଆ ରେଜିଆ ଛୋଟ ବେଳର ଭଲ ପାଇବା ତାକୁ ପୁଣି ଧୋକା ୟାକୁଟକୁ ଲଭ ୟାକୁଟକୁ ନେଇଯିବ ୟାକୁଟ ମରିବ ପୁଣି ଏଗେନ ବନ୍ଦିଶାଳାରେ ପୁଣି ଭଲ ପାଇବ ଦିଲ୍ଲୀକୁ ରିଟର୍ଣ ବେଳେ ବାଟରେ ମର୍ଡର। କ୍ଲିୟର ତ ମନେ ରହିବ ଗପ ଲେଖିଦେବି ପୁରା ଫିଲ୍ମ ତ ଆଉ କଣ ଆଉ ଫିଲ୍ମ କାହାକୁ ନେଇକି ହଉଛି କି ସବୁ ଏକୁ ନେଇକି ତ ଫିଲ୍ମ ହଉଛି ଆଉ କଣ ଭଲ ଲାଗୁଛି ଏ ପିଲେ ଗପ ମନେ ରହୁଛି। ଯଦି ଇତିହାସ ପରୀକ୍ଷା ଆପଣଙ୍କର ଡେସ୍କ୍ରିପଟିଭ ହୁଅନ୍ତା ଏଇ ଲଭ ଆଙ୍ଗେଲ ତ ଲେଖନ୍ତା ବସିକି ଆଉ କଣ ଏଇଗୁରା ମନେ ରହିବ ଏଇଗୁରା ମନେ ରହିବ। କିନ୍ତୁ ନା ସାଙ୍ଗେ ସାଙ୍ଗେ ମତେ ପଢେଇବି ସେଣ୍ଟ୍ର ଷ୍ଟେଟ ରିଲେସନ ସେଗୁରା ମନେ ରହିବନି। ୟାକୁଟ ବିଚରା ଫସିଗଲା ଆଉ ୟାକୁଟ ବିଚରା ଫସିଗଲା ଆଉ କଣ କରିବ।
ଆଚ୍ଛା ମତେ ଗୋଟେ କଥା କୁହ, ମତେ ଗୋଟେ କଥା କୁହ, ଯେତେବେଳେ ଯେତେବେଳେ ୟାକୁଟ ଲଭ୍ କରୁଥିଲା ରେଜିଆକୁ, ରେଜିଆ ବି ଲଭ୍ ତାକୁ କରୁଥିଲା ୟାକୁଟକୁ, ତାହେଲେ ଏ ଖବରଟା ଯେତେବେଳେ ପିଲାମାନେ ଯାଇକି ପହଞ୍ଚିଥିଲା ଅଲତୁନିଆ ପାଖରେ, ତ ଅଲତୁନିଆ ବିମାନ ସାଗର କୋଉ ଗୀତଟା ବୋଲିଲେ ଭଲ ହେଇଥାନ୍ତା? ଏଇ ଜାଗାରେ ପ୍ରାଚୁର୍ଯ୍ୟ ଗୀତଟି କୁହ କଣ? ମୁଁ ଏଇ କୋଶ୍ଚିନ୍ ଥରେ ପଚାରିଥିଲି କ୍ଲାସରେ, ଜାଣିନୁ? ହଉ ଏକ୍ସାକ୍ଟଲି ତୁ ଜାଣିଥିଲୁ ସେମିତି। ଆଉ ଗୋଟେ କିଏ କହିଥିଲା ଛି ଛି ଲୋ, ଆଉ ଗୋଟେ କିଏ ଗୋଟେ ପିଲା କହିଥିଲା ଛି ଛି ଲୋ, ଏମିତି ଗୀତ ହେଲା। ଠିକ କଥା କହିଛନ୍ତି ସତ୍ୟ, ଏଇ ଗୀତ ପରଫେକ୍ଟ ବି ହଉଛି। ହଉ ତ ଏବେ ଆସନ୍ତୁ ଆମେ ଫେରିବା। ଆଉ ହସି ମଜାକର କଥା ନ ପିଲା ଆକ୍ଚୁଆଲି ହସ ମଜା ନ କଲେ ଆପଣ ଶୋଇପଡିବେ, ସେଇଥିପାଇଁ ମୁଁ ଏମିତି କହୁଛି ହେଲା। ହସ ମଜା ନ କଲେ ଆପଣ ଶୋଇପଡିବେ, ମୁଁ ଜାଣିଛି। ସବୁ ଶୋଇପଡିଥିବେ, ମୁଁ ଏଠି ଚିଲଉଥିବି। ସ୍ଲେଭ ଡାଇନେଷ୍ଟି ପରେ ମୁଁ ଆଉ ଗୋଟେ ପେଜ କରିବି, ଏ ଗୋଟେ ପେଜ ଅଲରେଡି ହେଇଗଲାଣି 55। ହଉ ତ ଇଏ ପିଲା ଥିଲା ହି ୱାଜ ବିଲ୍ଡ ଫାଷ୍ଟ ଅଫ ସୁଲତାନ, ଇଏ ଆମେ ଡିସ୍କସନ କରିଥିଲେ। ଏଇ ଦେଖନ୍ତୁ 62 ଇଲତୁତମିଶ ମରିଯାଇଥିଲେ, ତାଙ୍କ ଟମ୍ବ ହେଇଥିଲା, ଇଏ ଆମେ ଡିସ୍କସନ କରିଥିଲେ। ତ ଇଲତୁତମିଶଙ୍କ ପରେ ତାଙ୍କ ପୁଅ ରାଜା ହେଇଥିଲେ, ବଟ ଯୋଉଟା କି ବାଧିଥିଲା ରେଜିଆଙ୍କୁ। ଏବେ ତାର ଏବେ ଆମେ ଲେଖିବା, ଆପଣ ଲେଖିବା ଷ୍ଟାର୍ଟ କରନ୍ତୁ। ଯେତିକି କହିଲି ସେତିକି ଆଜି ପଢେଇବି, ବେଶୀ ପଢେଇବିନି, ଘରେ ଅଛି ଆଉ ବେଶୀ ପଢେଇ ହବନି। ଯେତେବେଳେ ମରିଗଲେ ତାହେଲେ 1236 କିଏ ରାଜା ହେଲେ? ହବା କଥା ରାଜା ପିଲାମାନେ କିଏ? ରେଜିଆ ସୁଲତାନ ବାପା ଡିକ୍ଲାର କରି ଯାଇଛି, ବଟ ଲୋକମାନେ ତାଙ୍କର ରାଜ ଦରବାର ଲୋକମାନେ ତାକୁ ଆକ୍ସେପ୍ଟ କଲେନି। ସେଥିପାଇଁ ପିଲାମାନେ ଆମେ କହିପାରିବା 1236 ରେ କିଏ ହେଲା ପିଲାମାନେ? ରାଜା କିଏ ହେଇଥିଲେ ପିଲାମାନେ ଆମେ କହିପାରିବା ଇଜି ସନ୍ ବା ଇଲତୁତମିଶଙ୍କର ଇଲତୁତମିଶ ସନ୍, ତାଙ୍କ ଯୋଉ ପୁଅ ଥିଲେ ପିଲାମାନେ କିଏ? ପିଲା ତାର ଥିଲା ପିଲାମାନେ ରୁକୁଦ୍ଦିନ ଫିରୋଜ ଶାହା। ରୁକୁଦ୍ଦିନ ଫିରୋଜ ଶାହା, ଫିରୋଜ ଶାହା ନାଁଟା ମନେ ରଖିବେ। ରୁକୁଦ୍ଦିନ ଫିରୋଜ ଶାହା କଣ ହେଇଥିଲେ ପିଲାମାନେ? ବିକମ୍ ରୁଲର ୱିଥ ହେଲ୍ପ ଅଫ ନୋବଲ୍ସ। ନୋବଲ୍ସ ମାନେ ତାଙ୍କର ଯୋଉ ମାନେ ନୋବଲ୍ସ ମାନେ ଜ୍ଞାନୀ ଲୋକ, ଯୋଉ ଦାଲ ଖାଲସା ଏଇଭଳି ଲୋକ ଯୋଉମାନେ ନାଇଁ ସେ ଝିଅଟା କଣ ହବ, ଯେ ତା କଥା କଣ ଆମେ ମାନିବୁ, ତୁ ପୁଅଟା ହଉ ହେଲା। ତ ରୁକୁଦ୍ଦିନ ଫିରୋଜ ଶାହା ବିକେମ୍ ରୁଲର ହେଲା, ରାଜା ହେଲା, ବିକେମ୍ ରୁଲର with the help of କାହା ସହାୟତାରେ? with the help of nobles। ନୋବଲ୍ସଙ୍କର ହେଲ୍ପରେ ବା ଯୋଉମାନେ ତାଙ୍କର ମେନ୍ ଲୋକ ଥିଲେ ସେଇମାନଙ୍କ ହେଲ୍ପରେ ହେଲା। କହିଲେ ନାଇଁ ଝିଅଟା କଣ ହବ? ଏ ନୋବେଲ ମାନେ କହିଲେ ଆରେ ଝିଅଟାକୁ କଣ କରିବା, ଆମେ ତା ଅଣ୍ଡରରେ କରିବୁ। ଝିଅଟା ମୁସଲମାନ ଧର୍ମ କଣ, ହିନ୍ଦୁ ଧର୍ମ କଣ, ଝିଅ ମାନଙ୍କୁ ସେତେବେଳେ ଇନଫେରିୟର ବୋଲି ଦେଖାଯାଉଥିଲା। କଣ ଇଏ ଗୋଟେ କଣ ରାଜତ୍ୱ କରିବ? ଆଜି ବି ଦେଖନ୍ତୁ ପୁରୁଣା କାଳିଆ ବୁଢୀ ମା ଥିବେ, ଆଈ ମା ଥିବେ, ଇଲୁ କଣ ହେଲା ନାତୁଣୀ, ମୋ ବୋଉ କହିଲା ଯଦି ନାତୁଣୀଟା ହବ ପକେଇ ଚଢିଯିବି ତାକୁ। ମୋ ଭାଉଜଙ୍କ ଯେତେବେଳେ ପ୍ରେଗନେନ୍ସି ହେଇଥିଲା, ସେତେବେଳେ ବୋଉ କହିଲେ ଯଦି ଝିଅଟା ହବ ପକେଇ ଚଢିଯିବି, କିନ୍ତୁ ଏବେ ଦେଖିଲା ବେଳକୁ ତାକୁ ଛାଡିକି ରହୁନି। ହଉ ତ ଅନଶୁଣି ବଟ ଯାହା ବି ହଉ, ତ ଫାଇନାଲି ପିଲାମାନେ କଣ କହିବା ପିଲାମାନେ ସିଧା କହିବା, ତ ଯେତେବେଳେ ଇଏ ରୁକୁଦ୍ଦିନ ଫିରୋଜ ଶାହା ଆପଣଙ୍କ ହେଲା ନୋବେଲ ସହାୟତାରେ, ତ ରେଜିଆ ବେଗମ ଯୋଉ ଥିଲେ ସିଏ କଣ କହିଲେ, କହିଲେ ଭାଇ କେମିତି ଏମିତି ହେଇଗଲା? ତେଣୁକରି ସିଏ ରାଜଗାଦୀକୁ ଆସିବାର ଥିଲା, ତେଣୁକରି ସେ ହେଲ୍ପ ମାଗିଲେ ଲୋକମାନଙ୍କ ଦିଲ୍ଲୀର। ତେଣୁକରି ଆଫ୍ଟର ଏଇ କଥା ଶୁଣିଲା ପରେ ରେଜିଆ ଯୋଉ ଥିଲେ, ରେଜିଆ ବେଗମ ତାଙ୍କୁ କୁହାଯାଉଥିଲା, ରେଜିଆ ବେଗମ ଇଏ କଣ କହିଲେ ପିଲାମାନେ ରାଜଗାଦୀରେ ବସିଲେ, ଆସେଣ୍ଡ କଲେ। ascended ASCEND, ascended ମାନେ ଆରୋହଣ କରିବା, ଦି throne of Delhi, ଦିଲ୍ଲୀକୁ ପିଲାମାନେ ଆଣିଲେ। ଦିଲ୍ଲୀର ସିଂହାସନ ଆରୋହଣ କେମିତି? with the help of Delhi people, ଯୋଉଟା ମୁଁ ଆପଣଙ୍କୁ କହିଥିଲି କି ସେ କଣ କଲେ, ଘର ଘର ଯାଇକି ପିଲାମାନେ କାନି ପତେଇକି ମାଗିଲେ କି ମୋ ବାପା ମତେ ଏମିତି କରିଥିଲେ, ଏମାନେ କେମିତି ଦେଖନ୍ତୁ ମତେ ଧୋକା ଦେଇକି ରାଜା ହେଇଗଲେ। ତେଣୁକରି ଲୋକମାନେ କହିଲେ ଆରେ ରାଜା କଣ, ପ୍ରଜାଙ୍କୁ ନେଇକି ରାଜା। ଯଦି ପ୍ରଜା ମାନେ ଯଦି ରିଭୋଲ୍ଟ କରିବେ କି ତତେ ରାଜା ନ ମାନିବେ, ତାହେଲେ ତୁ କି ରାଜା? ତେଣୁକରି ଯେତେବେଳେ ରେଜିଆ ସୁଲତାନ ଘର ଘର ବୁଲି ଲୋକଙ୍କୁ କହିଲା କି ଏମିତି ଏମିତି, ଲୋକମାନେ ବି ତ ରହିଗଲେ। ଲୋକ ନାଇଁ ନାଇଁ ସେ ରୁକୁଦ୍ଦିନକୁ କିଏ ରାଜା ମାନୁଛି, ଆମେ ତମକୁ କିଏ ରାଜା। ତେଣୁ ଡେଫିନେଟଲି ଲୋକମାନେ ନିଜେ ରିଭୋଲ୍ଟ କଲେ ଯେତେବେଳେ, ତ ସେଇ ସହାୟତାରେ ଇଏ କଣ କଲେ, କିଛି ଦିନ ଭିତରେ ନିଜେ ମଧ୍ୟ ରାଜା ହେଲେ।
तो रेजिया जो राजा हेले सी कौन कहले तांको कहले रेजिया सुल्तान। तो रेजिया राजा हेले तांको बेगम रेजिया न कहि तांको कहले रेजिया सुल्तान। रेजिया सुल्तान जो रेजिया सुल्तान थिले ये बिलने आपनकर 1200 से अल्प दिन भीतर 36 रु 40 मात्र 4 वर्ष 1236 रु 1240 ये थिला तांकर राजनीतिर समय। एंड शी वाज ए फास्ट एटा मन की परीक्षा पढितला बिलने ये प्रथम थिले शी वाज फास्ट ये प्रथम थिले शी वाज फास्ट एंड मुस्लिम फीमेल रूलर ऑफ दिल्ली एंड मुस्लिम फीमेल रूलर थिले पिला माने फीमेल रूलर ऑफ दिल्ली बहुत बड़ा कथा पिला एटा ठीक अछि ना तापर कोन पिला ना सी कोन कले जिते आसिले कहले ना महिला मानकू एते कांगी हीन मानसिकता मते महिला बिल राज्य करे दनुथिलो तेनु को सी कोन कले देखले कोन ना प्रथमे सी सप्रेस कले बा दमन कले को पर्दा सिस्टम को मतलब सी सप्रेस्ड कले फर्स्ट सप्रेस्ड पर्दा सिस्टम मन की बिलान एटा पछरे पर्दा सिस्टम को सी कले बंद कले ना मुह घोड़े ही जीवा बंद हैला एवं खाली सेति नो पिला नै एवं से निजे मध्य जेन माने पुओ जेंट्स वेयर माने पुओ पिलांकर जेमति बेस सेमिति ही बुलले पिला नै सी कोन कले सी वेयरिंग इंडिया को लागले पिला नै वेयरिंग मेल गारमेंट कहि परिबा पुओ पिलांकर ड्रेस पत्र सब मेल गारमेंट्स पिला नगले एंड विजिट एवं सबआडे बुले एंड विजिट एम्पायर एवं पुओ पिला ड्रेस पिंदी विजिट कले एम्पायर सबआडे बुले तांग राज्य रे एम्पायर बुले तो एटा देखि किनी जो मन तार विरोध थिले आहुरी जळी गेले कि ये केमिति जियो पिला डे केमिति उगर जळी बळे परिबो तो ए बळे कथा खाली सेति न जने जने आईटीजिन थिले ताको इक्तादार ऑफ बादीनूर जोडे मु आपन बादीनूर कहितली यूपी ताको मते अपॉइंट करथिले लाइक जन सी अपॉइंटेड कहा को पिला माने जणे पिला ताको ऑफिसर थिले आईटीजिन थिले एआईटी जीआईएन आईटीजिन अपन आईटीजिन आईटीजिन लोक थिले ताको कोन आज इक्तादार ओडिसार ऑफ बदियून आ बदियून ता आपण यूपी रे थिले एटा टे मन रखिबे ठीक अछि ना तापर कोन हला पिला माने ना मु जेमति कहिले पिला माने तो सी पिला माने छोट बड़ लव करथिले काहा को ना ही केमतो सी लव्ड सी भल पाउथिले सी लव्ड हिज चाइल्डहुड फ्रेंड पिला दिनर चाइल्डहुड फ्रेंड कि बिना कोड फ्रेंड देतो कोड त मामू को भाई दे कोन के देतो बट सेडा आपण जानतो नेला फ्रेंड पिला माने कोन पिला माने ना अल्तुनिया तो आकु पिला लव करथिले जेतु ये लवर थिले तेनकरी सी कोन करथिले बड़ हेले तो सी कोन कले ना अल्तुनिया को कोन कले अपॉइंटेड कले इक्तादार ऑफ भटिंडा पंजाब रो ता अंडर सेटा आस्तला तेनकरी सी अपॉइंटेड सर हर ओके ठीक है थैंक यू she loved her childhood friend Altunia and I'm कहि परबा she appointed I'm कहि परबा कोन ताको appointed करले कोन ना कहि परबा she appointed Altunia को as इक्तादार ऑफ भटिंडा मन के एबे भी भटिंडा बहुत फेमस भटिंडा जोटा पिला माने ब्रैकेट लिख दियो पंजाब रो आ कोंडर आस्तला पंजाब रो भटिंडा रे ताको कहले इक्तादार करले तू जा तू सेट होइता हमें मैरिज भविष्य रे करबा ठीक अछि बट पिला माने एटले खडा किंतु घटना पिला किछि उल्टला कोन पिला माने हेला बोले कोन बट सी लव्ड सी भलो पाई बसले काहा को बट सी लव्ड सी भलो पाइले काहा को याकूट खान ये याकूट खान के पिला थिला ब्रैकेट लिख दियो ये याकूट खान जो आपन कहली ये जने घोड़ा रो केयर टेकर थिला हम कहबे कोन हॉर्स केयर टेकर थिला ये केयर टेकर पिला थिला या कोई पिला माने आपनकर से भलो पाई बसिले उभय को भल पाई बसिले तो प्रेम तो अंध आपन जानथिबे हला पिलान मन तू
ପ୍ରେମର ବହୁତ ପାୱାର ଅଛି ପିଲାମାନେ, ସତ କଥା ଏଇଟା। ପ୍ରେମର ବହୁତ ପାୱାର ଅଛି, କିନ୍ତୁ ଏଇ ଗୋଟେ ମନେ ରଖିଥିବେ, ସରକାରୀ ଚାକିରିଠୁ ଟିକେ କମ। ବୁଝିପାରିଲେ ତ? ପ୍ରେମର ବହୁତ ପାୱାର ଅଛି, ମୁଁ ବି ଆଡମିଟ କରୁ, ବଟ୍ ସରକାରୀ ଚାକିରିଠୁ ଟିକେ କମ ହେଲା। ତେଣୁକରି ପାଠ ପ୍ରେମ ଜାଣି ପାଠ ପଢ। ହଁ, ତ ଏଇଟା ଦେଖିବା ପିଲାମାନେ, ତ ହର୍ସ ଟେ କରିଥିଲେ ନା, ହେଲା କଣ ପିଲାମାନେ, ଲୋକମାନେ ତାକୁ କଣ କଲେ, ଛି ଛାକର କଲେ, ଛି 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 ଛି। ରେଜିଆ ସୁଲତାନ, ରେଜିଆ ନା ରେଜେଇ କଥା, ହଁ ତୁ ଗୋଟେ ଭଲ ପାଉଛୁ ଘୋଡା କେଟକୁ, ତାକୁ ବି ଭାରି ବାଧିଲା। ତେଣୁକରି ସିଏ କହିଲା ଠିକ ଅଛି, ମୁଁ ତ ରାଜା, ମୁଁ ତାକୁ ପ୍ରମୋସନ ଦେଇଦେବି। ତେଣୁକରି ୟାକୁତ ଖାନ ପ୍ରମୋଟେଡ ହେଇଗଲା ପିଲାମାନେ। ୟାକୁତ ଖାନ ପ୍ରମୋଟେଡ କୋଉଠି ପିଲାମାନେ, ନା ପ୍ରମୋଟେଡ ଆଜ ଏଟା ମନେ ରଖିବେ, ଅମିର ଏଟା ପଚାରିବ, ଅମିର ଆଖୋର, AKHOR। ସାର୍ ଅମିର ଆଖୋର ମାନେ କଣ? ଏଇ ଶବ୍ଦର ଅର୍ଥ, ଅମିର ଆଖୋର ମାନେ ହେଡ ଅଫ ହର୍ସ କ୍ୟାଟେଗର। ଯେତେ ବି ହର୍ସ କ୍ୟାଟେଗର ଥିଲେ, କୁହାଯାଏ ସେ ସମୟ ପ୍ରତି ଘୋଡା ଗୋଟେ ଗୋଟେ କ୍ୟାଟେଗର ଥିଲେ। ଯେତେ ବି ଘୋଡା ଥିବେ ରାଜାଙ୍କର ଭାବୁଥାଉ, ସମସ୍ତଙ୍କୁ ସିଏ ହଉଛି ହେଡ। ତେଣୁକରି ହେଡ ଅଫ ହର୍ସ କ୍ୟାଟେଗର, ଆର ଅର୍ଥ ହଉଛି ହେଡ। ଇଏ ବି ପଚରା ଯାଇଥିଲା ପିଲାମାନେ, ଆପଣଙ୍କର କୋଉଥିରେ କହିଲ, କौन बनेगा करोड़पति, हेड ऑफ हॉर्स केयरटेकर। तो ये भी हमें कहिपरिबा ताको प्रमोशन मिलगला। ठीक अछि, तो एई कथा पिलन जेते जानिला, एई सब इंसिडेंट व्हेन अल्टुनिया न्यू दिस इंसिडेंट, এই ঘটনা सब কি হসি आउ बल पाइलानी इंसिडेंट। तो এই কথা শুনি পিলারে কোন কলা, अल्टुनिया कोन कला, सेठी विद्रोह स्टार्ट कला। सब लोक राजा विरुद्ध बतेला, रेजिया विरुद्ध बतेला, कहला से माने देखि ताकि से प्रतिशोध नहीं पारिबो। तेनु करी 1240 बेलु पिला माने 1240 बेलु हेला कोन पिला माने, ना रिवोल्ट स्टार्ट हेगला भतिंडा रे आ अल्टुनिया को द्वारा। साधारण लोक भी अल्टुनिया सहित रेजिया विरुद्ध रे पिला माने कोन कले, स्लोगान दवा आरंभ कले, ता विरुद्ध रे जो आरंभ कले। तेनु करी रिवोल्ट स्टार्ट हेगला, बा विद्रोह स्टार्ट हेगला। रिवोल्ट हम कहि परिबा स्टार्टेड इन भटिंडा कहा द्वारा, ना बाय अल्टुनिया द्वारा स्टार्ट हेगला कि अल्टुनिया प्रतिशोध न जाउछ। ये कथा जब खबर पहुंचला बेले का पाखरे, ना खबर आसी पहुंच गेला जतले हम कहि परिबा रेजिया के पाखरे। तो रेजिया कहला, डाकिला तार जो एबे करंट बॉयफ्रेंड को, तो कहला हां आउ गोरा कथा कहला, खाली सेतिक नो, अल्टुनिया कहला टोटल भटिंडा ही रेजिया अंडर रहइबनी। मु अछि एठी माने तुम धोखा देइछु, ए भटिंडा को मु स्वाधीन कर देबी, इंडिपेंडेंट कर देबी। को दिल्ली फिली अंडर आमे को रेजिया फेजिया अंडर रहइबन। लोक माने भी कहत, लोक माने भल कथा त। तेनु को एठी लिखि दन बोलना, अल्टुनिया डिक्लेयर्ड कर देला, अल्टुनिया डिक्लेयर्ड कौन डिक्लेयर्ड कर देला पिला माने, अल्टुनिया डिक्लेयर्ड भटिंडा as independent state, भटिंडा as independent state, स्वाधीन हो गला। तो ये स्वाधीन स्टेट, ये को दिल्ली फिले अंडर रहबन, को रेजिया अंडर रहबन प्लान। ठीक अछि, इंडिपेंडेंट स्टेट फ्रॉम दिल्ली सुल्तान लिख दो, फ्रॉम दिल्ली सुल्तान। आ दिल्ली तो सुल्तान रेजिया थिले, हो दिल्ली सुल्तान ये प्लान डिक्लेयर कर देला। तो ये कथा डिक्लेयर कर देला, रेजिया कहला आउ ना तो मनु को भटिंडा को मु स्वाधीन कर देबी तो मनु को। तेरे ये कथा सुनला परे रेजिया कोन कहला, याकुट को संगे धरि कि याको अटैक करया पे आसिला। ए कथा सुनला परे रेजिया with याकुट खान कौन है पिला माने, रेजिया with याकुट खान हम कहि परे मार्च माने सैन्य संबंध नहीं कि मार्च कहले पिला माने बड़ू पिला माने टू भटिंडा आड़ू को मार्च कले, अग्रसर हेले भटिंडा टू सप्रेस द रिवोल्ट, से रिवोल्ट को बंद करा पे, दमन करा पे, सप्रेस्ड दी रिवोल्ट, तो रिवोल्ट को सप्रेस करा पे आगेले। किंतु हेला तो पिला माने विधिर विधान के करबान, विधिर विधान के करबान जहा लेखा जायछि। तो विधिर विधान किछ थिला एमिति कि अल्टुनिया पिला माने मारि देला याकुट खान। रागर कहला अच्छा मो गर्लफ्रेंड को नहीं छु दउछि तते, तेनु करी आबुडे पडछु आज। अल्टुनिया तो चाहुतिला ही सैया आसो, मु तो जगी बइछि, मु तो चाहू से तमे आसो।
ତେଣୁକରି ଅଲତୁନିଆ ମାରିଦେଲା। ଅଲତୁନିଆ କିଲ୍ଡ ହତ୍ୟା କଲା ପିଲାମାନେ କାହାକୁ? ୟାକୁଟ ଖାନ। ଗଲା ସରିଗଲା। ୟାକୁଟ ଖାନ କୁ ପିଲାମାନେ କଣ କଲା? ହତ୍ୟା କଲା। ରାମ ନାମ ସତ୍ୟ ହେ। ୟାକୁଟ କୁ ହତ୍ୟା କରିଦେଲା ପିଲାମାନେ। ଖାଲି ସେତିକି ନୁହଁ, ୟାକୁଟ ତ ହତ୍ୟା କଲା ତା ସହିତ ବନ୍ଦୀ କରି ରଖିଲା ରେଜିଆ ସୁଲତାନକୁ। ଇମ୍ପ୍ରାଇଜନ କରିଦେଲା ପିଲାମାନେ ଆଣ୍ଡ ବନ୍ଦୀ କରି ରଖିଲା କାହାକୁ? ରେଜିଆକୁ ବନ୍ଦୀ କରି ରଖିଲା। ଚାଲ ଚୁଡା ଗୁଡ ଖାଇକି ବଞ୍ଚିବୁ, ତୁ ମତେ ଧୋକା ଦେଇଛୁ। ତ ପିଲାମାନେ ଯେତେବେଳେ ଏଇଭଳିଆ କଥା ହେଲା ତ ଧୀରେ ଧୀରେ ପିଲାମାନେ କଣ ହନ୍ତି ନା ଆମେ କହିପାରିବା ମନ ତରଳି ଗଲା। କଣ କହନ୍ତି ଇଂଲିଶ ରେ? ତ ଅଲତୁନିଆ ସ୍ଲୋଲି ଆମେ କହିପାରିବା ସ୍ଲୋଲି ମେଲ୍ଟେଡ ହେଇଗଲା। और हम बायस्ड କହିପାରିବା ବାୟସ୍ଡ ଢଳିଲା ଟୁୱାର୍ଡସ ଆମେ କହିପାରିବା କୁଆଡକୁ ନା ରେଜିଆ। ତ ଆପଣ ଏଇଠି ମଧ୍ୟ ବୁଝିବା ପାଇଁ ଆପଣ ବ୍ରାକେଟ ରେ ଟୁ ରୁ ଲଭ୍ ଲେଖିପାରିବେ। କାହିଁକିନା ଟୁ ରୁ ଲଭ୍ ଯେହେତୁ କଣ କରିବ ଏ ତ କଣ, ଆରେ ଏଇଟା ଟୁ ରୁ ଲଭ୍ ମାନେ କଣ? ଯେ ଭଲ ପାଉଥିଲା ଆଉ କଣ ବାସ୍ତବରେ ଏଟା ଟ୍ରୁ ଲଭ୍ ଗୋଟେ କହନ୍ତିନି। ତେଣୁକରି ଟୁ ରୁ ଲଭ୍ ଯେହେତୁ ଥିଲା ସେ କହିଲା ନାଇଁ ଭାଇ ଢଳିଲା। ତ ସେଇଥିପାଇଁ ପିଲାମାନେ ଏଇ କଣ ହେଲା ନା ଆମେ କହିପାରିବା ରେଜିଆ ହେଇଠୁ ପିଲାମାନେ ଏମିତି ତରଳେଇକି ଫାଇନାଲି ରେଜିଆ ମ୍ୟାରେଜ କଲା କାହାକୁ? ନା ଅଲତୁନିଆକୁ। ରେଜିଆ ମ୍ୟାରେଡ ଅଲତୁନିଆ। ରେଜିଆ ମ୍ୟାରେଡ ଅଲତୁନିଆକୁ। ରେଜିଆ ମ୍ୟାରେଡ ଅଲତୁନିଆ and ତା ସହିତ ପିଲାମାନେ when they return and decided to return, decided କଲେ କି ଆମେ ଫେରିଯିବା ଦିଲ୍ଲୀ ଯାଇକି ରାଜା କରି decided to return Delhi। କିନ୍ତୁ ଦିଲ୍ଲୀ ଲୋକ ତ ଚାହିଁବେନି। ଦିଲ୍ଲୀରେ ଯୋଉମାନେ ତାର ନୋବେଲ୍ସ ମାନେ ଥିଲେ କିଏ ପୁଣି ସେ ଝିଅଟା ଆସିବ ପୁଣି ଏତେ ଘଟାଇଥିବ ପିଲାମାନେ। ତେଣୁକରି they were killed। ତେଣୁକରି କଲେ ହେଲା। ତେଣୁକରି on the way ଫେରିବା ବାଟରେ on the way to Delhi ଦିଲ୍ଲୀକୁ ଫେରିବା ବାଟରେ କଣ ପିଲାମାନେ they were killed by ଜାଠ। ତାଙ୍କୁ ହତ୍ୟା କରିଥିଲେ କିଏ? killed by ଆମେ କହିପାରିବ ଜାଟ୍ସ। ତ ଜାଟ୍ସଙ୍କ ଦ୍ୱାରା ପିଲାମାନେ ଆପଣଙ୍କର ହତ୍ୟା ହେଇଥିଲା। କୋଉଠି ଗୋଟେ ଜାଗା ନା ଆଟ ପିଲାମାନେ ମାନେ କଇଥଳ ପିଲାମାନେ ହେଲା। କଇଥଳ ଯୋଉଟା ପିଲାମାନେ ଇନ ହରିୟାଣାରେ। ଏଟା କୋଉଠି ଅଛି ପିଲାମାନେ? କଇଥଳ ଇନ ହରିୟାଣା। କଇଥଳରୁ ମୋର ଗୋଟେ ୟାଦ ହେଲା ପିଲାମାନେ ଆମର ଏଇ ସୋନାଲିକା ଘର ଗାଁରେ ଗୋଟେ ଏରିଆ ଅଛି କୋଳଥଳ ହେଲା। କୋଳଥଳ ଇଏ କଇଥଳ ହେଲା ପଞ୍ଜାବରେ। ଠିକ ଅଛି। ତ ସେଇଠି ପିଲାମାନେ ସମସ୍ତେ ମରିଯାଇଥିଲେ। ରେଜିଆ ମରିଥିଲା ଆଉ ଅଲତୁନିଆ ମରିଥିଲା। ଆଣ୍ଡ ଆମେ କହିବା ସେଇଟା ଆଜି ରେଜିଆର ସୁଲତାନର ଟମ୍ବ ଅଛି ମାନେ ସମାଧି। ରେଜିଆ ସୁଲତାନର ଗୋଟେ ଟମ୍ବ ଅଛି। କୋଉଠି ପିଲାମାନେ? ଆଟ କଇଥଳରେ ଅଛି। ଏଇଟା ପଚାରିଥିଲା ପରୀକ୍ଷାରେ, ଆପଣ ବି ମନେ ରଖି ପାରିବେ। ତ ଏଇଠି ହେଲା ରେଜିଆର କିସ୍ସା ଖତମ। କ୍ଲିୟର? ରେଜିଆ କିସ୍ସା ସରିଗଲା। ପିଲାମାନେ ଆମର ଉଦ୍ଦେଶ୍ୟ ପଢିବା, କିନ୍ତୁ ମଜା ୱେରେ ପଢେଇବାକୁ ପଡିବ କାହିଁକିନା ରାତିରେ ନିଦ ମାଡିବ ନହେଲେ। ମୁଁ ଜାଣିଛି ତମକୁ ରାତିରେ ମ୍ୟାଥ ଫ୍ୟାଥ ପଢିଲେ ହାତ ଗୋଡ ଚାଲିଲେ ନିଦଟା ଭାଙ୍ଗିଯାଏ। ଏଇଭଳି ପାଠ ପୁଣି ଶୀତ ଦିନ ଘୋଡେଇ ହେଇକି ଶୁଣିଲା ବେଳକୁ ଫଟ ନିଦ ପଳେଇ ଆସିବ। ତମେ ସାଡେ ଶୋଇଥିବ ମୁଁ ଆଡେ ଗପୁଥିବି। ଭଲ ଲାଗିବ ନା? ଯାହା ମଧୁସ୍ମିତା ଆକ୍ଟିଂ ବହୁତ ବଢିଆ ପିଲା। ମଧୁସ୍ମିତା ଜାଣିଛନ୍ତି ମ୍ୟାରେଡ ପର୍ସନ। ସେ ବି ଏତେ ମାନେ ପରିଶ୍ରମ କରୁଛନ୍ତି ଆପଣ ଦେଖୁଛ ନା ନାଇଁ? ତ ତାଙ୍କଠୁ କିଛି ଶିଖିବାର ଅଛି ଆମକୁ ହେଲା। ସେ ଫ୍ୟାମିଲି ଲାଇଫ ମେଣ୍ଟେନ କରିକି ଫ୍ୟାମିଲି ପାଇଁ ଖାଇବା ପିଇବା କରୁଥିବେ, ନିଜ ସଂସାର ଘର ଦେଖିବେ। ଯଦି ଏତେ ସମୟ କ୍ଲାସକୁ ଦେଇ ପାରୁଛନ୍ତି ତ ଏହା ଗୋଟେ ବହୁତ ବଡ ଗୋଟେ ଆମେ କହିପାରିବା ତାଙ୍କ ପାଇଁ ଗୋଟେ ତାଙ୍କର ଏଟା ଡେଡିକେସନ ଲେଭେଲ। ଭଗବାନ କରନ୍ତୁ ସେ ବହୁତ ଶୀଘ୍ର ଚାକିରି ପାଇଯାଆନ୍ତୁ। ପାଇଯିବେ ମଧ୍ୟ 2 ବର୍ଷ ଭିତରେ ହେଲା। ଓକେ। ତ ଇଏ ପିଲାମାନେ କହିବା ଆଙ୍କ ପରେ ପିଲାମାନେ କିଏ ଆସିବେ ଜାଣିଛନ୍ତି ପିଲାମାନେ? ଆଙ୍କ ପରେ ରାଜା ହବ ବେହରାମ ଶାହା। ଆପଣ ରାଜା ହବ। ସିଏ ଇଲତୁତମିଶର ପୁଅ ଥିବ। ବେହରାମ ଶାହା ହିଁ ହବ ପିଲାମାନେ। ଆଉ ଇଏ ବେହରାମ ଶାହା ପିଲାମାନେ ଆପଣଙ୍କର କଣ ନା ଗୋଟେ ନୂଆ ଷ୍ଟାର୍ଟ କରେ ପିଲାମାନେ। ଗୋଟେ ନୂଆ କଣ କହିଲେ ପିଲାମାନେ? ଯୋଉ ଦାଲ ଚାଲସା ଥିଲା ସେ ଦାଲ ଚାଲସା ଜଣେ ହେଡ ଗୋଟେ ଷ୍ଟାର୍ଟ କରେ। ଯେମିତି କି ତାଙ୍କୁ ନାୟବ କଣଟା କହନ୍ତି ମନେ ପଡୁନି, ଦେଖିବା। ହଁ ନାୟବ ମୁମଲକତ ତାକୁ
नायब इ मुमुलकत स्टार्ट करिवे जाको हेड ऑफ दाल चालसा कहନ୍ତି स्टार्ट करिवे ता विषय हम डिस्कशन करिया तो सुनो मु टिके स्टोर्ट कर दउछी बेहराम शाह तापर हबो इल्तुतमिश रो पोरे जिया परे ना बेहराम शाह हेला परे पिला माने बेहराम शाह को की करियो जानछंती ये सब घटना विषय कार हाथ थे जानते ये रेजिया को मारिबा अल्तुनिया को बाटरू जाट मान को पैसा देकी पठा के हाणी दियो ये सब पछरे कार हाथ थे जानते दाल चालसर जे मुखिया थिला की थिला जानते आपण मुखिया माने कोन इंपोर्टेंट जे थिला की थिला दाल चालसर मुखिया की थिला गियासुद्दीन बलबन ए सब मेन थिला विलियन तो ये गियासुद्दीन बलबन बलबन कौन कला जेमिति रेजिया सुल्तान मरिबो सांगे सांग कोन करे पिला माने सांग सांग पिला माने का करियो कहलो सांग सांग जो इल्तुतमिश पुतो बेहराम शाह ताको पिला माने बेहराम शाह को राजा कदबो किंतु राजा सिना बेहराम शाह हबो पिला माने ए बुझन पिला माने ना ना बेहराम शाह हबो बेहराम शाह पिला नॉर्मल किछि दिन रहबो अल्प अल्प किछि करियो तापर पिला बेहराम शाह पर पिला ने ताको पिला ने बेहराम शाह को मतलब हत्या करो कि आउ जण पिला ने जोड़ा कोन पिला ने कोन मासूद खान प्लान करियो तर मासूद खान प्लान आपनकर किस दिन रहइबो से केमति किछि मेजर करनी बट तापर प्लान आछो नासिरुद्दीन महमूद नासिरुद्दीन कथा टी सुनो नासिरुद्दीन की राजा करेबारे मु आको लेखै देबे आपन सुनथन बलबन बहुत पिला माने आपनकर तार भूमिका थिबो माने नासिरुद्दीन को राजा करिबारे बलबन पुरान बहुत पिला माने चेष्टा करथो तेनु नासिरुद्दीन जते राजा हे जिवो बलबन मते एते साहाय्य करछि तेनु कर बलबन को माने वाजिर बा मुख्य प्रधानमंत्री भाबर ताको अपॉइंटमेंट करिवो आ हबो कोन पिला माने नासिरुद्दीन पिला माने नाम मात्र राजा खाली हबो किंतु वास्तव रे शासन क्षमता को एन्जॉय करियो कि बलबन जेमति कि नवीन पटनायक पांड्यान बुझि बछन ना नै सेमति किछि तो कौन हो पिलाने धीरे धीरे बलबन कौन करे पिलाने जेमती पिला माने नासिरुद्दीन मरि जिवो नासिरुद्दीन मला पर निजे बलबन हे जिवो पिला माने राजा प्रधानमंत्री थिला राजा हे जिवो आ पिला माने जेहेतु पिला आपण जानि चंती कि बलबन जानिथिबो कि जो दाल खालसार जो माने मेंबर थांती सी जागु चाहती से ही राजा हुए तन कर ये बलबन चाहबो ये दाल खालसा ही पारे काली से मो विरुद्ध षडयंत्र करी मते भी राजगादी हटै दी परंती तेणु करी ये बलबन कौन करिवो पिला माने दाल खालसा को ही हटे दबो दाल खालसार सब लोक को गोटे हानि दबो कहे एमाने थिले से डर रही ना मन रे काले की काले मो विरुद्ध षडयंत्र कर आगो राजा कर देबे कि तेणु बलबन कोन कर दाल खालसा समस्त को मार दबो खाली सेति नो बलबन प्ले माने स्टार्ट करे गोटे नुवा नीति आपण जानछन ब्लड एंड आयरन पॉलिसी जाको परवर्ती समय रे मध्ये खिलजी वंश बद्धता कंटिन्यू करिवे बट ये स्टार्ट करथो प्ले माने ब्लड एंड आयरन पॉलिसी प्रथम कथा एवं ये मध्य कोन सजदा एंड पाइबस सिस्टम स्टार्ट कर सजदा एंड पाइबस माने कोन जे मो पाखु आसे दुख जणा पे से मो पाद तळे पिला माने एमती मुंडो झुकी की रहइबो एवं मो पाद को चुंबन करो किस करिवो सजदा एंड पाइबस तो ये कथा मध्य से स्टार्ट करतले निजु को बॉडी में देख बड़ देखिए पर आ कोन एवं गोटे फेस्टिवल मध्य कोन पिला ने नवराज स्टार्ट करतले नवराज माने कोन जानते पारसी मानकर जो न्यू इयर कहंती मार्च 21 सेला बिना स्टार्ट करतले एक्चुअली बलबन नवराज ता कहंती पिला माने ठीक अछि जाहाको पिला ने औरंगजेब ताको समय रे पिला माने हां न्यू इयर जाहाको पिला औरंगजेब पिला माने ताको समय रे ये करबे खाली सेति कि नो मु सब कहि पिला सेति आउट पिला न अछि पिला कोन जानछंती ए जो सजदा एंड पाइबस आकु भी औरंगजेब पिला माने कोन करबे आकु ही औरंगजेब मध्ये कोन करबे ना अबोलिश करबे हमें मुगल समय रे हमें सब पढिबा खाली सेति नो पिला आपण जानिए बलबन को विषय ना ये पिला निजु पूरा भगवान ही कहबे कोइ मु भगवान ये पूरा कहबे नियाकत ई खुदाई मु जी भगवान को रूप आउटा कहबे पिला ने शैडो ऑफ गॉड मु भगवान को छाई बा जिल ई इलाही आपण सुनथिबे नाटा तो ये निजु कहबो एवं मन रे डर थिबो ये कोन करियो पिला जानछंती ना फाइनेंस डिपार्टमेंट आ मिलिटरी डिपार्टमेंट आको अलगा कर दबो एटा परीक्षा रे पचरतला कि दीवानी ई वजीरत आ दीवानी ई अर्ज ई दीटा को अलगा करिवो दीवानी ई वजीरत माने फाइनेंस डिपार्टमेंट दीवानी ई अर्ज माने मिलिटरी डिपार्टमेंट ये दीटा अलगा कर दो काहे कहले पिला मन रे डर उठी डर काले मिलिटरी डिपार्टमेंट एंड फाइनेंस डिपार्टमेंट जदी एकाठी रहला पैसा भी अछि मिलिटरी पावर भी अछि तो हे पारे मो विरुद्ध रिवोल्ट करी मत हटाई देबे जदी तो जानि छुनी ये पिला ताको सेपरेट कर दबो आकु मध्ये हमें डिस्कशन करिया ठीक अछि तो फाइनली पिला माने आंकरी समय रे एई बलबन को समय रे 1287 बेलु मोर एक्जेक्टली मन पन डेटा दिल्ली ऊपर प्लेन मंगोल माने आक्रमण करे आपन के मंगोल मान तो आक्रमण पूर्व करथिले इल्तुतमिश के समय रे हां जे से इल्तुतमिश के समय रे से सिंध एरिया को पाकिस्तान ए जोटा अछि भारत थिला से एरिया को अटैक कर दिल्ली को अटैक कर नथिबे तो फाइनली बलबन के समय रे भारत ऊपर द्वितीय थर बा दिल्ली ऊपर प्रथम थर अटैक करबे किए ना मंगोलिया माने
आ मंगल अटाक कला बेले प्लान आपण कोन हबो सेही जगह प्लान आपनकर बलबन प्लान नॉर्मल आपण मरियो तो ता सन पिला माने आगे मर जिवो सी ता पु पटे तो जा तांगर लॉर्ड ता पु आगे मर जिवो ता पु को झुरी सी मध्ये 6 मास परे बलबन मध्ये मृत्यु हे जिवो ठीक अछि एंड बलबन मृत्यु होला परे फाइनली ए वंश सरियो तापर हमें आउट आउ जो मन थिले एते सेमति किछ नथला तापर हमें कोन सलमान खान टू सनी लियोन भीतर स्लेव गला के फॉर खिलजी डायनेस्टी में स्टार्ट करिवा तो आपन को ए सब जिंस नेक्स्ट क्लास जोडे कहली पढेबे तापर खिलजी स्टार्ट करी क्लियर रात 11टा गाडे आ बेसी पढियो ओके भाई ठीक अछि मते कोन एवरीबॉडी क्लियर ठीक शुणी पढ़िले मन रहइबो ई होछ कथा को नोट कर देथियो समस्ते माको पठे दोछि गुटे पेज तो चली छी पूरा एई जो स्लेव डायनेस्टी सर की ए पेज तक मटे देबी गुटे पेज बहुत लंबा हो जाउछि आउटा पेज बट आपन मानको नोट रहे दरकार ठीक अछि तो एठी हमें आज क्लास को हमें कोन करबा एंड करबा तो आपण समस्त को धन्यवाद पिला माने भगवान आपन मंगल करंतु सो स्टे कनेक्टेड समस्त कनेक्टेड रहंतु थैंक यू गाइस गॉड ब्लेस यू ऑल गुड नाइट